ଆମର ଜଗାକୁ ଦେଖିବା ପାଇଁ ସବୁବେଳେ ମନ, ସୁଯୋଗ ଜୁଟିଲେ ଯାଉଁ, ଏଇଆ ଆଉ। ମୁଁ ତ ମନ୍ଦିର ଯାଇନି ପ୍ରଭୁ ବାବା। ହଁ ହଁ। କାହିଁକି ଯାଇନି? ହଁ। ମୁଁ ଏଇଥି ଯାଇନି ନା ସେଠିକି ଗଲେ ଏକାଗ୍ରତା ଆସିବନି, ଖାଲି ଗହଳି ପେଲା ଠେଲା। ସବୁବେଳେ ଠେଲା ପେଲା ହଁ। ତେଣୁ ସେତେବେଳେ ଗୋଟେ ଥିଲା ଦୋସରା, ଏଇଲେ ବର୍ତ୍ତମାନ ହେଇଯାଇଛି ଗୋଟେ ଦୋସରା। ବୋତଲ ଚପଲ ଥୋଇବ ଗୋଟେ ଜାଗାରେ, ଯିବ ଗୋଟେ ଜାଗାରେ, ଲାଇନ ରେ ଯିବ, ଠେଲା ପେଲା ହବ, ସେଥିରେ କିଛି ମୂଲ୍ୟ ନାହିଁ। ହଁ ହଁ, ଏଇଟା ଏକଦମ ସତ କଥା। ଆଗରୁ ଆଜ୍ଞା ଆମେ ଯାଇକି ମନ ଇଚ୍ଛା ଆମେ ବସିକି ନିଜ ମନ କଥା ଜଣେଇକି ଆସୁଥିଲୁ। ଏବେ ବର୍ତ୍ତମାନ ସେଇ ରେଷ୍ଟ୍ରିକସନ ଏତେ ଯେ ଆମେ ଆଉ ସେଠି ଯିବୁ ତ ସାଙ୍ଗେ ସାଙ୍ଗେ ବୁଲିମୁ ଆସିମୁ ଆଉ ସେଠି ଟିକେ ଶାନ୍ତିରେ ବି ସୁଦ୍ଧା ଦେଖି ହବନି। ମନ୍ଦିରରେ ବାବା କାହିଁକି ଠାକୁର ରହନ୍ତି? ମନ୍ଦିର ତ ନୁହେଁ, ଦେବାଳୟ। ହଁ ଦେବାଳୟରେ ଯୋଉ ରହନ୍ତି ଠାକୁର, ମନ୍ଦିର ଭିତରକୁ ଯୋଉ ଯାଆନ୍ତି ଲୋକ କଣ ପାଇଁ ଯାଆନ୍ତି? ଦେବତା କାହିଁ ସେଠି ରହିଛନ୍ତି? ନା ଗୋଟେ ମୂର୍ତ୍ତି, ଆମେ ତ ଭଗବାନଙ୍କୁ ଦେଖିନେ। ହଁ। ଗୋଟେ ମୂର୍ତ୍ତି ତାଙ୍କର ଯୋଉ ବର୍ତ୍ତମାନ କେମିତି ମୂର୍ତ୍ତି ବୋଲି ଦେଖିବାକୁ ଯାଆନ୍ତି ଲୋକ, ବର୍ତ୍ତମାନ ସେଇ ମୂର୍ତ୍ତି କି ଧ୍ୟାନ କରି ସ୍ମରଣ କରନ୍ତି। ହଁ ହଁ, ସେଇଆ କଥା। ଏଇଟା ହଉଛି ତାର ମୁଖ୍ୟ କାରଣ। ହଁ ତେଣୁ ଭଗବାନଙ୍କୁ ତ କେହି ଦେଖି ନାହାନ୍ତି, ସେ ତ ନିରାକାର, ସେ ତ ସ୍ୱୟଂ ପରବ୍ରହ୍ମ, ସେ ତ ପବନ, ସେ ତ ଚାରିଆଡେ ବ୍ୟାପ୍ତ। ହଁ ହଁ। ତେଣୁ ଆମେ ବର୍ତ୍ତମାନ ଯାଇ ମନ୍ଦିର ଖାଲି ପେଲା ଠେଲାରେ ବର୍ତ୍ତମାନ ଯାଇ ମଙ୍ଗଳା ଆଳତୀ ଦେଖି ଗୋଟେ ବଢିଆ ମାତ୍ରେ ଗୋଟେ କଣ କି ବାବା, ହୁଁ ସକାଳୁ ଗୋଟେ ବଢିଆ ମାତ୍ରେ ଗୋଟେ 10,000 ଟଙ୍କାର ଗୋଟେ ପାଟ ପିନ୍ଧି ହୁଁ ବାକି ଗୋଟେ ବଡ କି ଗୋଟେ ହଉଛି ମାଳ ପକେଇକିରି, ମାନେ ରୁଦ୍ରାକ୍ଷ ମାଳ, କୌସ୍ତୁଭ ମାଳ, ଅମୁକ ମାଳ, ଟିକି ମାଳ, ପୁଳେ ମାଳ ପକେଇକିରି 10ଟା ମୁଦି ପିନ୍ଧିକିରି ହଁ ହଁ। ଆଉ ଗୋଟେ ବର୍ତ୍ତମାନ ଗୀତା ବହି ଧରିକିରି ବର୍ତ୍ତମାନ ହଉଛି ଯାଇକିରି ବର୍ତ୍ତମାନ ଚନ୍ଦନ ସିନ୍ଦୁର ମାରିକି ଗୋଟେ ଜାଗାରେ ବସିକିରି ଗୀତା ପ୍ରବଚନ ଦବା। ବାସ୍ ବାସ୍ ବାସ୍। କିନ୍ତୁ ସିଆଡେ ଯେତେବେଳେ ଗୀତା ଟା କଣ କହୁଛି, ନା ଗୀତା ହଉଛି ବର୍ତ୍ତମାନ ହଉଛି କହିଲା ଯେ, କୃଷ୍ଣ କହିଲେ ଆରେ ମୁଁ ଯାହା କହୁଛି ତମେ ତାହା କର। ହଁ। ତେଣୁ ଗୀତାରେ ସେଇଆ ଲେଖିଦେଲେ। ହଁ। କହିଲେ ଶଳା ମୁଁ ଯଦି ତମକୁ ବର୍ତ୍ତମାନ କହିବି ହେଲେ, ମୁଁ କାଳିଆ ଗୋଟେ ଗିରି ଗୋବର୍ଦ୍ଧନ ଟେକିକି ରଖିଛି, ଶଳା ତମେ ମରିଯିବ, ତମେ ସେ କଥା କରନି। ହଁ, ମୁଁ ଯାହା କରୁଛି ତମେ କର। ମୁଁ ଯାହା କହୁଛି ତମେ ସେୟା କର, ହଉ କୃଷ୍ଣ କହିଲେ। ହଁ ହଁ ଏଇଟା ସତ। ରାମ ଅବତାରରେ କହିଲେ ଆରେ ମୁଁ ଯାହା କରୁଛି ତମେ ସେୟା କର। ହଁ। ତମ ପିତାମାତାଙ୍କୁ ମୁଁ ଯେମିତି ବର୍ତ୍ତମାନ ତାଙ୍କ କଥା ମାନିକିରି ବନବାସ ଆସିଲି, ମୁଁ ଯେମିତି ମୋ କାର୍ଯ୍ୟ କଲି, ହଁ ତମେ ସେମିତି ତମ ସେଇ ଅନୁସାରେ ତମ ଜୀବନ ନିର୍ବାହ କର। ହଁ। ତେଣୁ ସେ ଯୋଡିଏ ଦିଗଦର୍ଶନ ଦେଖିକି ଗଲେ, ମଣିଷର ଆଜ୍ଞା ମଣିଷ, ଆପଣ ଫ୍ରି ଅଛନ୍ତି ତ? ହଁ ମୁଁ ବସିଛି, କୁହନ୍ତୁ। ମଣିଷର ଗୋଟେ ତିନିଟା ରାସ୍ତା। ହଁ। ଆପଣ ବର୍ତ୍ତମାନ ଗୋଟେ ହଉଛି ମାଟି ରାସ୍ତା, ଗୋଟେ ବୋଲଡର ମର ରାସ୍ତା, ଗୋଟେ ପିଚୁ ରାସ୍ତା। ହଁ ହଁ। ବର୍ଷା ଝିପିଝିପି ପକଉଛି, ଆପଣଙ୍କୁ ଗୋଟେ ସାଇକେଲ ଦିଆହବ, ଆପଣ କୋଉ ବାଟରେ ଯିବେ? ହୁଁ ଆପଣ କଣ ମାଟି ରାସ୍ତାରେ ଯିବେ କି? ସାଇକେଲରେ ପଙ୍କ ଲାଗିବ। କୁଆଡେ? ହଁ। ବୋଲ୍ଡର ରାସ୍ତାରେ ଯିବେ କି? ସେଠି ବର୍ତ୍ତମାନ ହଉଛି ପଙ୍କ ଲାଗିବ। ହଁ। ଆପଣ ବାଧ୍ୟ ହେଇକି ପିଚୁ ରାସ୍ତାରେ ଯିବେ। ତେଣୁ ଆପଣ ସେଇ ତ ମଣିଷ ଜୀବନ ଭିତରେ ବା ଲାଇଫ ଭିତରେ ଆପଣଙ୍କୁ ତ ତିନିଟା ରାସ୍ତା ଦିଆ ହେଇଛି। ହୁଁ। ଆପଣ ଯୋଉ ରାସ୍ତା ବାଛିକି ନେଇକି ଯିବେ, ଆଉ ସେ ବଡ ଗୀତା ବହି ଧରିକିରି ମାଳି ମାତ୍ରା ପକେଇକିରି ବର୍ତ୍ତମାନ ମଠା ମୁକୁଟା ପିନ୍ଧେଇ ପ୍ରବଚନ ଦେବେ, ଆସିକି ପରକୁ ବର୍ତ୍ତମାନ ମିଛ କହିକି ଠକିବେ। ହୁଁ ଏଇଟା ଏଇଥିର କିଛି ମୂଲ୍ୟ ନାହିଁ। କିଛି ମୂଲ୍ୟ ନାହିଁ। ତେଣୁ ସବୁଥିରୁ ଗୋଟିଏ ବ୍ରତ ମୁଁ ଜାଣିବାରେ, ଯାହା ପାଖରେ ମିଥ୍ୟା ନାହିଁ ହୁଁ ସେଠି ଭଗବାନ ବାସ କରନ୍ତି। ନା। ଯୋଉଠି ମିଥ୍ୟା ନାହିଁ ଯୋଉଠି ମିଥ୍ୟା ନାହିଁ ସେଠି ବାସ କରନ୍ତି। ହଁ। ବାସ କରନ୍ତି, କାରଣ ଭଗବାନ ସତ୍ୟ। ହଁ ଚିରନ୍ତନ। ହଁ ତେଣୁ ସେଇଠି ଯୋଉଠି ମିଥ୍ୟା ଯୋଉଠି ଗନ୍ତା ଘର, ହୁଁ ତେଣୁ ମିଥ୍ୟା ପାଖରେ ବର୍ତ୍ତମାନ ତ କେହି ରହିବେନି। ନା। ସେଠି ପାପ ରହିବ, ସେ ହଉଛି ପାପଟା ତାର ଘର। ମିଥ୍ୟାର ଯୋଉଠି ମିଥ୍ୟା ସେଠି ପାପର ଘର। ହୁଁ ଯୋଉଠି ସତ୍ୟ ସେଠି ହଉଛି ପ୍ରଭୁଙ୍କ ଘର। ହୁଁ। ତେଣୁ ଆମେ ଯଦି ବର୍ତ୍ତମାନ ମିଥ୍ୟା କହିଲେ, ହୁଁ ଯଦି ଏଇଲେ ବର୍ତ୍ତମାନ ମୁଁ ଜଣକୁ ବର୍ତ୍ତମାନ 302 ଦଫାରୁ ବର୍ତ୍ତମାନ ମୁକୁଳେଇ ପାରିବି ପଦେ ମିଛ କଥା କହିଲେ। ହଁ। ଜଣକ ଜୀବନ ରକ୍ଷା କରିପାରିବି, ଫାଶୀ କୁଣ୍ଡରୁ ସେ ଆସିପାରିବ। ହଁ ତେଣୁ ସେଠି ପଦେ ମିଛ କହିବାକୁ ପଡିଲେ, ତମ ସେଠି ମିଛକୁ ମାନେ ପାପ କୁହାଯାଏନି। ସେଟା ମିଛ ନୁହେଁ ସତ। ପାପ କୁହାଯିବନି, ନାଇଁ ମିଛ। ହଁ ସେଟା ମିଛ, କିନ୍ତୁ ସେଟା ମିଛ ସତ ପରିଣତ ହୁଏ। ହଁ ପଦେ ମିଛ କଥା କହିଲେ ହୁଁ ଜଣେ 302 ଦଫାରୁ ବଞ୍ଚି ଯାଇ ପାରିବ, ଫାଶୀ ହେଇପାରିବ ନାହିଁ। ହଁ। ତେଣୁ ସେଠି ଯଦି ସେ କଥାଟା ପ୍ରକୃତ ମିଛ ମିଛ କଥାଟା କୁହାଯାଏ, ହଁ ତାହେଲେ କିଛି ପାପ ଲାଗିବନି। ନା। କାହିଁକିନା ଆପଣ ଗୋଟେ ଜୀବନକୁ ଉଦ୍ଧାର କରିଛନ୍ତି। ହଁ ହଁ। ତେଣୁ ମିଥ୍ୟା କଥାଟା ବର୍ତ୍ତମାନ ଆପଣ ଗୋଟେ ବ୍ୟବସାୟ କରୁଛନ୍ତି, ଡାଲି କିଲୋକ କିଣିଛନ୍ତି 12 ଟଙ୍କା, ତାକୁ ବିକିବେ 13 ଟଙ୍କା। ହଁ ହଁ। ସେଠି ଆପଣ ମିଛ କହିଲେ, ଆପଣ ଗୁଜୁରାଣ ମେଣ୍ଟେନ କରିବାକୁ ଆପଣ ସେଠି ମିଛ କହିଲେ କାହାର କ୍ଷତି ହଉନି। ହଁ ହଁ। କିନ୍ତୁ ଯଦି ଗୋଟେ ମିଛ କହିକି କାହାର କ୍ଷତି କରିବାକୁ ଯାଆନ୍ତି,
ହଁ ତାହେଲେ ସେଇଟା ହଉଛି ପାପରେ ଯିବ। ହଁ ନିଶ୍ଚୟ। ଏହା ମୁଁ ଜାଣିବାରେ ମୁଁ ତ ଏତେ ଶାସ୍ତ୍ରଜ୍ଞ ନୁହଁ କି ମୁଁ କିଛି ଜାଣିନି। ହୁଁ ମୁଁ ସେଗୁଡା ସବୁ କିଛି ବର୍ତ୍ତମାନ ଅଧ୍ୟୟନ କରେ ନାହିଁ ଗୀତା ନାହିଁ ଭାଗବତ ନାହିଁ କିଛି। ହୁଁ ତେଣୁ ଭାଗବତରେ ଆଜ୍ଞା ଯେତେବେଳେ ମୁଁ ମତେ କହୁଥିଲି ବୋଧେ ଯେତେବେଳେ ଜଗନ୍ନାଥ ଦାସ ଆଜ୍ଞା ମୂଳ ଲାଷ୍ଟ ପଦଟାକୁ ଲେଖି ପାରିଲେନି, ହୁଁ ସେଠି ବର୍ତ୍ତମାନ ଥୋଇଦେଲେ, ତାଙ୍କୁ ସ୍ୱପ୍ନାଦେଶ ଜଗନ୍ନାଥ କଲେ। ହୁଁ କହିଲେ ଜଗନ୍ନାଥ ଦାସ ତମେ ଗୋଟେ କାମ କର, ସେ ତମ ଗାଁ ପାଖରେ ଗୋଟେ କଣ୍ଟିକରା ଗୋଟେ ଗାଁ ଅଛି, ହୁଁ ସେଠି ଧନେଇ ଦାସ ବୋଲି ଜଣେ ଲୋକ ଅଛନ୍ତି, ହୁଁ ତାଙ୍କ ପାଖକୁ ନେଇକି ଯିବ, ସେ ତାକୁ ପୂରଣ କରିଦେବେ। ହୁଁ ଯେହେତୁ ମାନେ ପୋଥି ଯୋଉ ଲେଖିଥିଲେ ଭାଗବତ ତାକୁ ଧରିକି କୁଣ୍ଡେଇକି ଯାଉଛନ୍ତି। ହୁଁ ଗଲା ସେ ଗାଁରେ ଯେତେବେଳେ ପହଞ୍ଚିଲେ, ହୁଁ ସେଠି ସେ ବର୍ତ୍ତମାନ ପଚାରୁଛନ୍ତି ଯେ ସେ ଧନୀ ଘର କୋଉଟା କି? ହୁଁ ସିଏ ସେଠୁ ଡାକ ପକେଇଦେବେ, ଦାସେ ଦାସେ ଇଆଡେ ଆସ ଇଆଡେ ଆସ। କହିଲେ ହେଇଠି ଆସୁଛନ୍ତି ବା ପ୍ରଭୁ। ଇଏ ଯେତେବେଳେ ଦେଖିଦେଲେ, ସେ କଣ କରିଛନ୍ତି, ଗୋଟେ ହଉଛି ଜାଲ ପକେଇଛନ୍ତି ବେକରେ, ଖେପା ଜାଲ, ହୁଁ ଆଉ ଗୋଟେ ମାଛ କାଳୁଅ ଯୋଉ କହନ୍ତି ଧରିକି ଯେତେବେଳେ ଆଣନ୍ତି, ହୁଁ ତାକୁ ସେ ଧରିକିରି ଆସୁଛନ୍ତି। କିନ୍ତୁ ଜଗନ୍ନାଥ ଦାସ ଦେଖିଦେଇକି କହିଲେ ହେଇ ବାପାରେ, ଇଏ କଣ ମାଛ ଧରିକି ଆସୁଛନ୍ତି, ବର୍ତ୍ତମାନ ମତେ କଣ ପ୍ରଭୁ ଆକୁ ସ୍ୱପ୍ନ ଦେଇଥିଲେ। ସେ ଦ୍ୱନ୍ଦରେ ପଡିଗଲେ, ତାକୁ ଡାକିଲେ, କହିଲେ ଆସ ଆସ ଘରକୁ ଆସ। ହୁଁ ଘରେ ଯାଇ କହିଲେ ସେଠି ରଖିଦିଅ। ତାଙ୍କ ସ୍ତ୍ରୀ କହିଲେ ଆରେ ଜଗନ୍ନାଥ ଦାସ ଆସିଛନ୍ତି, ବଢିଆ ମାଛ ବଢିଆ କରିକିରି ରେଡି କର, ଆମେ ଖାଇବୁ ସାଙ୍ଗ ହେଇକିରି। ଜଗନ୍ନାଥ କହିଲେ ହେ ଭଗବାନ, ମୁଁ ତ ପ୍ରଭୁ ମୁଁ ଆଇଁଷ ଖାଇନି, ବର୍ତ୍ତମାନ ଯେତେବେଳେ ମୋ ଗୁରୁ ମତେ ପ୍ରଭୁ ଜଗନ୍ନାଥ ସ୍ୱପ୍ନାଦେଶ ଦେଇଛନ୍ତି, କହିଛନ୍ତି ଏଇ ପଦଟାକୁ ସେ ପୂରଣ କରିବେ, ମୋଠୁ ମହାନ ଗୁରୁ, ଇଏ କଣ ମାଛ ଭାତ ଖାଇବାକୁ ଡାକିଲେଣି, ମୁଁ ଏବେ କଣ କରିବି? ସେ ଦ୍ୱନ୍ଦରେ ପଡିଯାଇକି ସେ ଥୋଇକିରି ସେ ପ୍ରଭୁଙ୍କୁ ଖାଲି ସ୍ମରଣ କଲେ। ଆଉ ୟାକୁ ମନା କରିପାରୁନାହାନ୍ତି, ଯେହେତୁ ଗୁରୁଙ୍କ କଥା, ଆପଣଙ୍କୁ ଯିଏ ଗୁରୁ କରିବ, ଆପଣ ସେ ଶିଷ୍ୟଙ୍କୁ କହିବେ ତୁ ଗୋଟେ କାମ କର, ନଡିଆ ଗଛ ଚଢିକି ଯାଇକି ଡେଇଁବୁ, ତାହେଲେ ଭଗବାନଙ୍କୁ ପାଇବୁ। ସେ ବୋଧେ ମିଛରେ ହେଇଥାଉ, ସେ ଯଦି ସତରେ ନଡିଆ ଗଛ ଚଢିକି ଯଦି ଡେଇଁ ପଡିବ, ଭଗବାନଙ୍କୁ ପାଇବାର ଯଦି ତାର ଉଦ୍ଦେଶ୍ୟ, ତାହେଲେ ପ୍ରଭୁ ଠିଆ କରି ଡକେଇଦେବେ। ଇଏ ସେଥିପାଇଁ ବର୍ତ୍ତମାନ ତାକୁ ଚିନ୍ତା କରିକି ବର୍ତ୍ତମାନ କିଛି ତାକୁ ନ ବୁଝିକି ବର୍ତ୍ତମାନ ପ୍ରଭୁଙ୍କୁ ଖାଲି ଡାକ ପକେଇଦେଲେ, ପ୍ରଭୁ ମୁଁ କେମିତି ଆମିଷ ଭକ୍ଷଣ କରିବି? ମତେ ଗୁରୁ କହୁଛନ୍ତି, ଆପଣ ତ ମତେ ସ୍ୱପ୍ନାଦେଶ ଦେଇଛନ୍ତି, ମୁଁ କଣ କରିବି? ଏତକ ଚିନ୍ତା କରିକି ବର୍ତ୍ତମାନ ତାଙ୍କର ସବୁ ସରିଗଲା। ରୋଷେଇବାସ କରିକି ଯେତେବେଳେ ସରିଲା, ସେ ବଢାବଢି ତାଙ୍କ ସ୍ତ୍ରୀ କରିଦେଲେ ଯେ ଦାସଙ୍କର ୟାଙ୍କର ଦି ଜଣ ଯାକ ବସିବେ, ଗୁରୁ ଶିଷ୍ୟ ବସିବେ ଖାଇବାକୁ। ଭାତ ଡାଲି ମାଛ ସବୁ ବଢା ହେଇଛି, ସାଙ୍ଗ ହେଇକିରି ଖାଉଛନ୍ତି। ପଚାରୁଛନ୍ତି ଧନେଇ ଦାସ ତାଙ୍କୁ ପଚାରୁଛନ୍ତି, କହିଲେ ଦାସେ କଣ ବେଶରେ ନାଡି ବଡି ସବୁ ଠିକ ଠାକ ଅଛି ତ? ଆଜ୍ଞା ମୁଁ ବୁଝିଗଲି, ଆଜ୍ଞା ସବୁ ଠିକ ଅଛି। ସେ ଖାଉଛନ୍ତି ଆଜ୍ଞା ମା ପ୍ରସାଦ। ହଁ ହଁ ସେ ମାଛ ଭାତ ଖାଉନାହାନ୍ତି ଆଜ୍ଞା, ନା ସେ ଖାଉଛନ୍ତି ମହାପ୍ରସାଦ। ହଁ ସେ ଖାଇସାରିଲା ପରେ କହିଲେ ଠିକ ଅଛି, ତମେ ଯାଅ ହେରି ଅମୁକ ଦିନ ଆସିବ। ହଁ ଗଲାବେଳ ଦିନ ସେ ଯୋଉଦିନ ସେ ଡେଟ୍ ଦେଇଥିଲେ, ସେଦିନ ଗଲାବେଳକୁ ତାଙ୍କର ସେଟା ପୂରଣ ହେଇଯାଇଛି, ଗଲାକୁ ନେଇଯାଅ, ମୁଁ ପୂରଣ କରିଦେଇଛି ନେଇଯାଅ। ମୁଁ ତାକୁ ଆଣିକି ଦେଖିଲେ ଲାଷ୍ଟ ପଦଟା ଲେଖା ହେଇଛି, ଜୟ ଜଗନ୍ନାଥ ଦାସ ତୁଣ୍ଡ ବିଶ୍ୱାସ କରିକି ଛାଡି ଦେଇଛନ୍ତି। ତାପରେ ଯେତିକି ଜଗନ୍ନାଥ ଦାସ ଆଜ୍ଞା ଲେଖିଥିଲେ ଭାଗବତ ଟି, ସବୁ ଯାକ ସେ ପ୍ରଭୁଙ୍କ ଉପରେ ଆଧାରିତ। ସେଥିପାଇଁ ହଉଛି ବର୍ତ୍ତମାନ ଇଏ ତାଙ୍କ ଗୁରୁ କହିଲେ କହଇ ଜଗନ୍ନାଥ ଦାସ ମୂଳଟି ଅଟଇ ବିଶ୍ୱାସ। ଯିଏ ମୂଳ ଟିକେ ଚିନ୍ତା କରି ସେ ତ ବିଶ୍ୱାସ, ଆଉ ଯେ ଯାହା ଲେଖିଛି ସବୁ ସତ୍ୟ, ତମେ ତାକୁ ହିଁ ଚିନ୍ତା କର। ହେଲେ ଆଉ କଣ ତାର ଅଛି, ମୁଁ ନାଇଁ ନାଇଁ ଏଇଟା ତ ମୂଳ କଥା ଆଉ। ତେଣୁ ଆପଣ ତ ମହାଜ୍ଞାନୀ, ଆପଣ ଯଦି ଆଉ କଣ ଥିବ ମୁଁ ଆପଣଙ୍କୁ ଟିକେ ନାକୁ ଶୁଣିବାକୁ ଚାହୁଁଛି। ହଉ ଏଇଆ ନା ଆଉ କଣ ଅଛି ତା ଦେହରେ? ନାଇଁ କଥା ତ ଏଇଆ ଆଉ। ଆମର ଗୋଟେ କଥା ଯେତେବେଳେ କହିଲେ, ମୁଁ ଆପଣଙ୍କୁ କହୁଛି ଟିକେ ଶୁଣନ୍ତୁ। ଆଜ୍ଞା ଆମର ଗୋଟେ ଜାଗାରେ ଆମର ଠିକ ମଧ୍ୟାହ୍ନ ଭୋଜନ ଚାଲିଛି। ଆଜ୍ଞା ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ବସିଛନ୍ତି, ଆଜ୍ଞା ଆଉ ବହୁତ ଲୋକ ମଧ୍ୟ ସେଠି ଖାଇ ବସିଛନ୍ତି। ଆଜ୍ଞା ବସିଲା ବେଳକୁ ଗୁରୁ ଯୋଉ ଧାଡିରେ ବସିଛନ୍ତି, ସେଇ ଧାଡିରେ ମୁଁ ବସିଛି। ଆଜ୍ଞା ଏବଂ ଗୁରୁ ଆଉ ମୁଁ, ଆମ ଦୁଇ ଜଣଙ୍କ ମଝିରେ ଗୋଟିଏ ବଡ ଧାନ ବସ୍ତା ଅଛି, ଆଚ୍ଛା ଯୋଉଥିରେ କି ଗୁରୁ ମତେ ଦେଖିପାରିବେ ନାହିଁ। ହଁ ହଁ ଆଚ୍ଛା, ଆଉ ଆମ ସାମ୍ନାରେ ଯୋଉ ଧାଡି ଅଛି, ସେ ଲୋକ ସବୁ ଦେଖି ପାରୁଛନ୍ତି, ବସିଛନ୍ତି। ଆଜ୍ଞା ସବୁଆଡେ ସବୁ ଖାଦ୍ୟ, ଭାତ ଡାଲି ତରକାରୀ ମାଂସ ସବୁ ବଢା ହେଲା। ମାଂସ? ହଁ ଆଚ୍ଛା ବଢା ଯେତେବେଳେ ହେଲା, ସେତେବେଳେ ହେଇଛି କଣ, ସବୁ ଲୋକ ବାଡି ବାଡି ଚାଲିଲେ, ଆମେ ତ ଆଇଁଷ ଫାଇଁଷ ଉପରେ ନୁହେଁ।
ସିଏ କଣ କଲା ନା ସେଇଠି ମୋ ପାଖରେ ଥୋଇଦେଲେ। ଗୁରୁ ହେଲେ ଅବଧୂତ, ତେଣୁ ଆମେ ତ ତାକୁ ମନା କରିବୁନୁ। ସିଏ ଥୋଇ ଦେଇକି ସିଏ ତାଙ୍କର ଚାଲିଗଲେ। ଯେତେବେଳେ ଥୋଇ ଦେଇକି ଚାଲିଗଲେ, ଗୁରୁ କଣ କଲେ ନା ସାମ୍ନା ପଟରେ ଯୋଉ ଲୋକ ବସିଥିଲେ ସେ ଲୋକଙ୍କୁ ପଚାରିଲେ, କହିଲେ ଦେଖନି ସେ ଖାଉଛି ନା? ସେଇଠୁ ସେମାନେ କହିଲେ କି ନା ନା ସେ ତା କରରେ ଥୁଆ ହେଇଛି, ସେ ଅନ୍ୟ ନିରାମିଷ ଖାଉଛି। ଆଉ କିଛି କହିଲେନି, ସରିଗଲା। ଖାଦ୍ୟପେୟ ସବୁ ସରିଗଲା, ବୁଝିଲେ ନା। ଆଜ୍ଞା ସରିଲା ପରେ ସେଇଠୁ ଗୁରୁ ଗଲେ ବିଶ୍ରାମ ନବା ପାଇଁ। ଯେତେବେଳେ ବି ମଧ୍ୟାହ୍ନ ଯେତେବେଳେ 2ଟା 3ଟା 2ଟା 2:30 ହେଇଗଲାଣି, ଗୁରୁ ବିଶ୍ରାମ ନଉଛନ୍ତି। ମୁଁ ଗଲି ତାଙ୍କ ପାଦ ସେବା କରିବା ପାଇଁ, ବୁଝିଲେ ନା। ଆଜ୍ଞା ଗଲା ପରେ ସେଠି ସିଏ କଣ କଲା ନା 2-4 ଗୋଇଠା ମଗେଇ କଲେ, ହେ ଶଳା ଗୁରୁ ଦ୍ରୋହୀ ମାତୃ ଦ୍ରୋହୀ ଉଠ ପଳା। ସେଇଠୁ ମୁଁ ଆଉ କିଛି କହିଲିନି। ନା ତୁ କଣ ବ୍ରହ୍ମ କୈବଲ୍ୟକୁ ନିନ୍ଦା କଲୁ? ତୁ ଏଠୁ ପଳା ମୋ ପାଖରୁ, ମୁଁ ତୋ ମୁହଁ ଚାହିଁବିନି। ସେଇଠୁ ଯେମିତି ଏକଥା କହିଲେ, ସେଇ ଭରା ପେଟ ଖାଦ୍ୟ ମୁଁ ଖାଇଛି। କେହି ନାହାନ୍ତି, ଗୁରୁ ତାଙ୍କର ଖଟ ଉପରେ ଶୋଇଛନ୍ତି। ମୁଁ ତଳେ କଣ କଲା ନା ସାଙ୍ଗେ ସାଙ୍ଗେ ଆସନ କରିକି ବସିଗଲି। ବସି ଦେଇକି ମୁଁ ତାଙ୍କୁ କହିଦେଲି, ମୁଁ କହିଲି ପ୍ରଭୁ ଆପଣ ଯଦି ସଦଗୁରୁ, ତାହେଲେ ମୋଠୁ ବିକାର ଆପଣ ଦୂର କରିବେ। କଣ ବୁଝିପାରିଲେ ନା? ହୁଁ ମୁଁ କିନ୍ତୁ ବିକାରକୁ ଦୂର କରିପାରୁନି, ମୋର ସେ ତାକତ ନାହିଁ। ସେଇଠୁ ଆଉ କିଛି କହିଲେନି, ଗଲା ସେଦିନ। ତା ପରଦିନ ଆଉ ଗୋଟେ ଜାଗାରେ ସେଇ ମାଂସ ତରକାରୀ କରାଗଲା। ସିଏ ଖାଇଲେ, ବୁଝିପାରୁଛନ୍ତି ନା। ହୁଁ ଖାଇଲା ପରେ ମତେ ସେଇଠୁ କଣ କଲେ ନା ପାଖରେ ବସେଇକି ତାଙ୍କ ସାଙ୍ଗରେ ଖୋଇଲେ। ସିଏ ମୁଁ କି ଗୋଟିଏ ପତ୍ରରେ ଆମେ ଖାଇଲୁ। ମୁଁ ଚିନ୍ତା କରୁଛି, ଅନୁଭବ କରୁଛି, ମୁଁ ବର୍ତ୍ତମାନ କୈବଲ୍ୟ ଭକ୍ଷଣ କରୁଛି। ମାନେ ଅନ୍ତରର ଭାବ ଟା ଏମିତି ବଦଳିଗଲା। ମୁଁ କହିଲି ମୁଁ ସେଇଠି କୈବଲ୍ୟ ଭକ୍ଷଣ କରୁଛି ଗୁରୁଙ୍କ ପାଖରେ। ସେଇଦିନ ମୁଁ ଜାଣିଲି ଇଏ ହଉଛନ୍ତି ପ୍ରକୃତ ସଦଗୁରୁ। ଆଙ୍କ ପାଖରେ ସେ ସଦଗୁରୁଙ୍କର ମାନେ ଯୋଉ ପାୱାର ଆଙ୍କ ପାଖରେ ଅଛି। ଖାଲି ସେତିକି ନୁହେଁ, ମୁଁ ତାଙ୍କୁ ମାନେ ବହୁତ ଦିନ ତାଙ୍କ ସାଙ୍ଗରେ ମିଶିଛି ତ, ମୁଁ କହିଛି ବେଳେ ବେଳେ ୟୁଟ୍ୟୁବ ଏଚେଟ କହିଛି, ମୁଁ ତାଙ୍କର 16 ବର୍ଷ ବୁକୁଚା ବଇଛି। ତେଣୁ ସବୁ ଟାଇମ ସବୁ ଥରରେ ମୁଁ ତାଙ୍କୁ ମାନେ ସବୁ କଥା ତାଙ୍କ ଆଗରେ ନେଇକି ଜାଣି ସାରିଲା ପରେ ମୁଁ କହିଲି ନା ନା ଇଏ ହଉଛନ୍ତି ବାସ୍ତବ ସଦଗୁରୁ। ହଁ ବୁଝିପାରିଲେ, ଆଜ୍ଞା କହିସାରିଲା ପରେ ତାଙ୍କ ଠାରୁ ମୁଁ ଉପଦେଶ ନେଲି। ସେ ବହୁତ କଥା, ଆହୁରି ତ ସମୟ ନାହିଁ। ମତେ ସେ ମହେନ୍ଦ୍ର ବାବୁ ପଠେଇଥିଲେ, ତାଙ୍କୁ ମହେନ୍ଦ୍ର ମିଶ୍ର ସେ ହଉଛନ୍ତି ନୈଷ୍ଠିକ ବ୍ରାହ୍ମଣ। ସେ ହଉଛନ୍ତି ବନ ଦୁର୍ଗା ସାଧକ, ବୁଝିଲେ ନା। ଆଜ୍ଞା ମତେ 3 ବର୍ଷ ବେଦ ବେଦାନ୍ତ ଉପନିଷଦ ପଢେଇ ସାରିଲା ପରେ, ବୁଝେଇ ସାରିଲା ପରେ ମୁଁ ଯେତେବେଳେ ଗଲି ତାଙ୍କୁ ଗୁରୁ କରିବା ପାଇଁ, ସିଏ ସେଇଠୁ ଦୁର୍ଗା ପୂଜାରେ ନିଜେ ଶିବ ବେଶ, ତାଙ୍କ ନାତୁଣୀ ତାଙ୍କୁ ଶିବ ରୂପରେ ପୂଜା କରୁଥାନ୍ତି। ବେଲପତ୍ର ରୁଦ୍ରାକ୍ଷ ତାଙ୍କ ଉପରେ ଚଢିକି 4ଟା ସମୟରେ ପୂଜା ସାରିକି ଆସିକି ମତେ ଗୋଟେ ରୁଦ୍ରାକ୍ଷ ଦେଲେ। ସେ ହସି ହସି କହିଲେ ମତେ ମା କହିଲା ମୁଁ ତମର ଗୁରୁ ନୁହେଁ, ତମ ଗୁରୁ ଅଲଗା ଅଛନ୍ତି। ତେଣୁ ମୁଁ ସେ ରୁଦ୍ରାକ୍ଷ 15 ଦିନ ବେକରେ ପକେଇ ସାରିଲା ପରେ, ମୁଁ ସେତେବେଳେ ଠାକୁରଙ୍କୁ ବିଶ୍ୱାସ କରୁନଥିଲି, କି ଠାକୁର ପାଖକୁ ଯାଉଥିଲି ସବୁ କରୁଥିଲି, ମୁଁ ତାଙ୍କୁ ବିଶ୍ୱାସ କରୁନଥିଲି। ସେଠୁ ସେଇ ରୁଦ୍ରାକ୍ଷ ବଳରେ ମୁଁ ଦେଖିଲି, ମୁଁ କହିଲି ନା ନା ସେ ହଉଛନ୍ତି ଭଲ। ତାଙ୍କ କଥା ଭଲ, ତାଙ୍କ ଚାଲି ଭଲ। ମହେନ୍ଦ୍ର ବାବୁ କହୁଛନ୍ତି ଯେ, କିନ୍ତୁ ସେ ପ୍ରକୃତରେ କିଛି କରିନାହାନ୍ତି। କଣ ବୁଝିପାରିଲେ ନା, ଇଏ ହୁଁ ସବୁ ଜୀବନରେ ବହୁତ ଘଟଣା ସବୁ ଘଟି ଯାଇଛି। ତେଣୁ ଗୋଟେ କଥା ହଉଛି ଯେ ଆମର ଯେ ମନର ଭାବ ଟା ବଦଳି ଯିବା ହଉଛି ସବୁଠୁ ଶ୍ରେଷ୍ଠ କଥା, କଣ ବୁଝିପାରିଲେ ନା। ଆଜ୍ଞା ମନ ଭାବ ଟାକୁ ଆମେ ନ ବଦଳେଇ ଦେଲେ ଆମେ କିଛି କରିପାରିବାନି। ଏବେ କଣ ବାବା ଆପଣ ଖାଆନ୍ତି ଆମିଷ? ନାଇଁ ଆମର ଏବେ ମଠରେ ନିରାମିଷ ଚାଲିଛି। ମଠରେ ଆମେ ପିଆଜ ରସୁଣ ଟିକେ ବେଳେ ଖାଉ, ଆଉ କିଛି ଖାଉନା। ଆଉ କିନ୍ତୁ ଆମେ ଆଇଁଷ ଫାଇଁଷ ମଠରେ ଆମର କରାଯାଏ ନା। ସମାଜକୁ ଦେଖିକି, ଦୁନିଆକୁ ଦେଖିକି, ସେଗୁଡା ସବୁ ଆମ ମଠରେ ହୁଏ ନା। ଖାଲି ସାଧା ହୁଏ, ସାଧା ଭାତ ଗଣ୍ଡେ ତରକାରୀ ଟିକେ ଏମିତି ହୁଏ ଆଉ। ସେ ମଠରେ କୋଉ ଠାକୁର ଅଛନ୍ତି? ମଠରେ ଠାକୁର ଆମର ରାଧାକୃଷ୍ଣ ମୂର୍ତ୍ତି ଅଛନ୍ତି। ଆଉ ଜଗନ୍ନାଥଙ୍କ ଫଟୋ ଅଛି, ଭାଗବତ ଗାଦି ଅଛି। ଦୟାନିଧି ପରମହଂସଙ୍କର ମୂର୍ତ୍ତି ରହିଛି, ପାଦୁକା ରହିଛି, ଏସବୁ ରହିଛି। ଆଚ୍ଛା ଆଉ ମନ୍ଦିର ଟିଏ ତିଆରି ହଉଛି, ମନ୍ଦିର ଦିହରେ ଠାକୁରଙ୍କ ଦୟାନିଧି ପରମହଂସଙ୍କର ମୂର୍ତ୍ତି ରହିବ ବ୍ରୋଞ୍ଜ ରେ। 2 ଫୁଟ 7 ଇଞ୍ଚର ମୂର୍ତ୍ତି ଗୋଟେ କରିବାର ଇଚ୍ଛା। ଆଉ ସିଏ ମୁଁ ପ୍ରାୟ ଓଡିଶା ସାରା ବୁଲି ଆସିଲିଣି, କୌଣସି କାରିଗର ତାଙ୍କ ମୂର୍ତ୍ତି ଟାକୁ ବାଗେଇ ପାରୁନାହାନ୍ତି। ଜଣେ ବି 5,000 ଟଙ୍କା କଟକରେ ଖାଇଦେଲା, ସେ ନେଇକି ସେ ବି ମୂର୍ତ୍ତି ବାଗେଇଲାନି। ତେଣୁ କୌଣସି କାରିଗର ମୂର୍ତ୍ତିଟିଏ ବାଗେଇ ପାରୁନାହାନ୍ତି। ମୁଁ କହିନି ଦେଖ ତମେ ମତେ ସେ ପିତ୍ତଳ ବାଲା କହିଛି, କହିଲା ଖାଲି ଗୋଟେ ଫାଇବରରେ ମୂର୍ତ୍ତି କରି ଆଣ, ଆଉ ସବୁ କଥା ମୁଁ ବୁଝିବି। ଫାଇବର ମୂର୍ତ୍ତି କରି ବାଲାକୁ ମୁଁ
କଲା ବେଳକୁ କିଏ କହୁଛି 50,000 କିଏ 60,000 କିଏ 45,000 କିଏ 32,000 କେତେ କଥା କହୁଛନ୍ତି। କିନ୍ତୁ ମୁଁ ତାଙ୍କୁ କହୁଛି ଯେ ତମେ ମାଟିରେ ଆଗେ ତାଙ୍କ ଫଟୋରୁ ଫଟୋ ଦେଖିକିରି ମାଟିରେ ମୂର୍ତ୍ତିଟେ କରିଦିଅ। ମାଟି ମୂର୍ତ୍ତି ଯୋଉ ଦିନ ଚଏସ୍ ହବ ତମେ ଯେତିକି ପଇସା କହିବ ମୁଁ 50% ସେଇଦିନ ଆଗ ଦେଇଦେବି, ତାପରେ ଅନ୍ୟ କଥା। ସେ ତ କରିପାରୁନାହାନ୍ତି କି ଆଉ ଏମିତି ଘଟଣା ଆଉ। ଆପଣ କାଲକାଟାରୁ ଫେରିଲେ ଏ ବାଟେ ଫେରିବେ କହୁଛନ୍ତି? ମୁଁ ସେଇଠି ବର୍ତ୍ତମାନ କାଲି ଭୋରୁ ଭୋରୁ ଓହ୍ଲେଇ ଗଲେ ହୁଁ। ଆଉ ସେଇଠି ବର୍ତ୍ତମାନ ଯାଇକିରି ଆପଣଙ୍କ ସାଙ୍ଗେ ଟିକେ ଦେଖା ହେଇ ଆପଣ ଭୋରୁ ଭୋରୁ ପଳେଇ ଆସନ୍ତୁ, ଏଠି ଆମେ ଜଳଖିଆ ଖାଇବା, ମଧ୍ୟାହ୍ନ ଭୋଜନ କରିବା, ତାପରେ ଯିବେ ଆଉ କଣ। ହଁ ମୁଁ ସେଇଆ ଭାବିଛି ଆଉ। ଆସନ୍ତୁ ଦେଖିବା। ଆଚ୍ଛା ବାବା ଏଇ ଯୋଉ ବର୍ତ୍ତମାନ ସବୁ ଋଷିମୁନି ମାନେ ଆଉ ଗୁରୁ ମାନେ ଏତେ ରାଗି କାହିଁକି? ଆଜ୍ଞା ଆପଣ ଆଧ୍ୟାତ୍ମିକତା ଗୋଟେ ଭଲ ପ୍ରଶ୍ନ ମତେ ପଚାରିଲେ। ମୁନି ଋଷି ମାନେ ରାଗି ନହେଲେ ବୁଝିପାରିଲେ ନା, ସେମାନେ ସେମାନଙ୍କୁ ଲୋକମାନେ ପୁରା ହଇଚଇ କରି ପକେଇବେ ନା। ଦୁର୍ବାସା ପୁରା ରାଗି ନ ହେଇଥିଲେ ତାଙ୍କୁ ଲୋକମାନେ ନ ଡରୁଥିଲେ ବୁଝିଲେ ନା, ଲୋକମାନେ ତାଙ୍କୁ ନା କିଏ କଣ କେତେ କଥା କହିବେ ନା। ଜଣେ ଆପଣ ସେ କଥା ପଚାରିଲେ, ଜଣେ ଲୋକ ମୋ ସାଙ୍ଗରେ ଦେଖା ହେଲା, ଦେଖା ଆସିଲା ପରେ କଣ କଥା କହିଲା, କହିସାରିଲା ପରେ ମୁଁ ରାଗିଗଲି। ମୁଁ ଯେମିତି ରାଗିଗଲି ସେ ମୋତେ ଉତ୍ତର ଦେଲେ, କହିଲେ ଆଜ୍ଞା ସାଧୁ ମାନେ ତ ରାଗନ୍ତିନି, ଆପଣ କଣ ରାଗୁଛନ୍ତି? ମୁଁ କହିଲି ବାଃ ତୁ ବଢିଆ କଥାଟା କହିଲେ ଆଉ। ମୁଁ ଯଦି ନ ରାଗିଥାନ୍ତି ତୁ ତାହେଲେ ମୋ ମୁଣ୍ଡ ଚୂଳ ଉପରକୁ ତୁ ଚଢିଥାନ୍ତୁ। ମୁଁ ରାଗ ରଖିଛି ତୋରି ପାଇଁ। ହଁ ମୁଁ ଯଦି ରାଗ ନ ରଖିବି ତୁ ପୁଣି ମୋ ମୁଣ୍ଡ ଉପରେ ଚଢିବୁ। ଏମିତି କହିଲି ମଝିରେ। ତେଣୁ ସାଧୁ ମାନେ ରାଗନ୍ତି ଆପଣ କଣ ରାଗଟାକୁ ପୁରୀରେ ଛାଡି ଦେଇ ଯାଇଛନ୍ତି? ନା ନା ମୁଁ କହୁଛି ଶୁଣନ୍ତୁ, ଏଇଟା ବହୁତ ଦିନ ତଳର କଥା। ନା ଏ କଥା କହିବାର କାରଣ କଣ ହଉଛି ହଁ ଯେ ହଁ ସାଧୁ ସନ୍ନ୍ୟାସୀ ମାନେ ରାଗକୁ ରଖିଥାନ୍ତି କଣ ବୁଝିଲେ ନା, ଏଇ ଯୋଉ ହୁଁ ଦୁଷ୍ଟ ମାନଙ୍କୁ ଦମନ କରିବା ପାଇଁ। ରାଗ କ୍ରୋଧ ଏଗୁଡାକ ସବୁ ତାଙ୍କର ହଉଛି ଅସ୍ତ୍ର। ସେ ଅସ୍ତ୍ର ପ୍ରୟୋଗ ନ କଲେ ସେମାନେ, ଆପଣ ଗୋଟେ ଛୋଟିଆ ଗପ ଜାଣିନାହାନ୍ତି ନା ଯେ ଏ ସାପ କୁ ଦୀକ୍ଷା ଦେଇଗଲେ ଗୁରୁ କହିଲେ ଅହିଂସା ବ୍ରତ ଆଚରଣ କଲେ ତୁ କାହାକୁ ହିଂସା କରିବୁନୁ। ସାପ ଯେତେବେଳେ ଯାଉଛି ତାକୁ ପିଲାମାନେ ଟେକା ପକେଇଲେ ସେ କିଛି କହିଲାନି। ସେଇଠୁ ଠିକ ପିଲାମାନେ ଟେକା ପକେଇ ପକେଇ ଦରମରା କରିଦେଲେ। ଦରମରା କରିସାରିଲା ପରେ ଗୁରୁ ଯେତେବେଳେ ଫେରିଲେ କହିଲେ ତୋର ଅବସ୍ଥା ଏମିତି କାହିଁକି? ନା ଆପଣ କହିଥିଲେ ଅହିଂସା ବ୍ରତ ଆଚରଣ କରିବା ପାଇଁ, ମୁଁ ତାଙ୍କୁ ପିଲାଙ୍କୁ କିଛି କହିଲି, ପିଲାମାନେ ମୋର ଟେକା ପକେଇକି ଏଭଳି କରିଛନ୍ତି ଆଉ। କହିଲେ ଆରେ ତୁ ସିନା ହିଂସା କରିବୁନୁ, ଆଉ ତୁ ଫଁ ଟା ଟିକେ ରଖିବୁନୁ ନା। ଆଉ ଫଁ ଟା ନ ରଖିଲେ ତତେ ଏମିତି ପିଟିକି କରିବେ ଆଉ ତୁ ଥରେ ଫଁ ରଖନି। ଯୋଉଠି ସାପ ଯେମିତି ଫଁ କିଣି ହେଲା, ପିଲା କାମୁଡିବାକୁ ତ ଦୌଡ଼ିକି ପଳେଇଲେ। ଠିକ ହୁଁ ସେଇଭଳି ପ୍ରକାରର ଏଇ ଯୋଉ ଦୁଷ୍ଟ ଲୋକମାନଙ୍କୁ କଣ କରିବେ ନା, ନିଜ ପାଖରୁ ବିତାଡିତ କରିବା ପାଇଁ ଆମେ ସେ ଫଁ ଟା ରଖିମୁ। କିନ୍ତୁ ଆମେ ରାଗିବୁନୁ, ଅନ୍ତରରେ ରାଗିବୁନୁ, କିନ୍ତୁ ଫଁ ଟା ନ ରଖିଲେ ଏମାନେ ଆପଣଙ୍କୁ ମାନେ ଆଜି କଳିକାଳ ଯୁଗ ତ, ଆପଣଙ୍କୁ ମାନେ ସବୁ ଆପଣଙ୍କୁ ଧୂଳିସାତ କରିଦେବେ। କଣ ହେଲା, କିନ୍ତୁ ସବୁ ଅନ୍ତରରେ ରାଗ କାହା ଉପରେ ରଖିବେନି, ସ୍ନେହ ରଖିବେ। ସମସ୍ତଙ୍କୁ ଆଦର କରିବେ ବୁଝିଲେ ନା। ଏଇ ବାପା ତା ପୁଅ ପ୍ରତି ରାଗୁଛି, ତାକୁ ମାରୁଛି କାହିଁକି କହିଲେ? ପୁଅ ତ ନିଜର ପୁଅଟା ତାକୁ ମାରୁଛି କାହିଁକି? ନାଇଁ ତାକୁ ବାଟରେ ଶିକ୍ଷା ଦବା ପାଇଁ, ଶାସନ କରିବା ପାଇଁ। ବାଟରେ ହଁ ବାଟରେ ଯିବ ବା ଠିକ ସେଇଭଳି ସାଧୁମାନେ ବି ଯୋଉ ବାହାର ବହିର ହିସାବରେ ଯୋଉ ରାଗନ୍ତି, ସେ ଆମ ମାନଙ୍କୁ ସବୁ ବାଟରେ ନବା ପାଇଁ। ସେ ପ୍ରକୃତରେ ତାଙ୍କ ଅନ୍ତରରେ ରାଗ ନଥାଏ। ସିଏ ଆଉ ଗୋଟେ କଥା, ଏଇ ଦୁର୍ବାସା ଋଷିଙ୍କ କଥା ଯୋଉ କହିଲେ ଆପଣ, ହୁଁ ସେଠି ବର୍ତ୍ତମାନ ଏଇ କୃଷ୍ଣ ଦିନେ କଣ କଲେ, ସବୁ ତାଙ୍କର ସବୁ ଯୋଉ ଇଏ ମାନଙ୍କୁ କହିଲେ, ସଖୀ ମାନଙ୍କୁ, ତାଙ୍କର ଯୋଉ ମାନେ ଅଛନ୍ତି ପାଟରାଣୀ ସମତିକି କହିଲେ 1600 ଗୋପୀ ମାନଙ୍କୁ, ହଁ ହଁ କହିଲେ ତମେ ଗୋଟେ କାମ କର, ସେପଟେ ଯାଇକି ଦୁର୍ବାସା ଖାଇନାହାନ୍ତି ବହୁତ ଦିନ ହେଲାଣି, ବର୍ତ୍ତମାନ ତାଙ୍କୁ ଗୋଟେ ଥାଳିରେ, ବର୍ତ୍ତମାନ କଂସା ଥାଳିରେ, ପିତ୍ତଳ ଥାଳିରେ ସବୁ ଖାଦ୍ୟ ନେଇକି ତାଙ୍କୁ ନେଇକି ଦେଇଦେଇ ଆସ। ହଁ ସିଏ କହିଲେ ବର୍ତ୍ତମାନ ଦୁର୍ବାସା ତ କିଛି ଖାଆନ୍ତିନି, ଆଉ କଣ ନେଇକି ଦେବା, ସେ ତ ସବୁବେଳେ ପବନ ଆହାର କରନ୍ତି। ହଁ ନାଇଁ ନାଇଁ ତମେ ନେଇକି ଯାଅ ସେ ଖାଇବେ, ତାଙ୍କୁ ଭୋକ ବହୁତ ତାଙ୍କୁ ନେଇକି ଖାଇବାକୁ ଦିଅ। ହଁ ନାଇଁ ଜମ୍ମୁଟା ଚାରିପା ଏପଟ ସେପଟ ନଈ ପାଣି ହେଇଛି। ହଁ ଆମେ କେମିତି ଯିବୁ? ହଁ ନା ତମେ ଯାଇକି କହିବ, ସେଠି ହେଲେ ବର୍ତ୍ତମାନ ତମେ ଯାଇକି ଯମୁନା କୂଳରେ କହିବ, ଯୋଉ ଯମୁନା ବଢିଛି ହଁ ତମେ ଯାଇକି କହିବ ସେଠି ଯମୁନା କୂଳରେ ତା ଖାଦ୍ୟ ନେଇକି ଯାଅ ଦୁର୍ବାସାଙ୍କ ପାଖକୁ। ହଁ ଯମୁନା କୂଳେ ଯାଇ କହିବ କୃଷ୍ଣ ଯଦି ହେଇଥିବେ ବ୍ରହ୍ମଚାରୀ, ତାହେଲେ ତମେ ଯମୁନା ଯିବ ଅପସରି। ଆଚ୍ଛା ଯିଏ କହିଲେ ଭଲ କଥା, ତମେ ତ ଆମ ସାଙ୍ଗରେ କିଳା କରୁଛ, ତମେ କୋଉଠି ବ୍ରହ୍ମଚାରୀ ହେଲ ଯେ ଆମେ ଯାଇ କହିବୁ ବେକାର ମିଛ କଥା ଗୁଡାକ। ହଁ ଆରେ ତମେ ଯାଅ, ତମେ ଯାଇ କୁହ, ଯଦି ବର୍ତ୍ତମାନ ସିଏ ନ ଅପସରି ଯିବ, ତାହେଲେ ମତେ ଆସି କହିବ। ହଁ ଇଏ ତ ମାନିକିରି ଗଲେ, ହଁ ଖାଦ୍ୟ ଥାଳି ଧରିକି ଦେଇକି ଯାଉଛନ୍ତି। ହୁଁ ସୁସ୍ୱାଦୁ ଖାଦ୍ୟ ସବୁ ରଖିଛନ୍ତି, ବ୍ୟଞ୍ଜନ କରିବାକୁ ତାଙ୍କୁ ପଠେଇଛନ୍ତି। ହୁଁ ସେ ଯାଇକି ଯମୁନା କୂଳରେ ଠିଆ ହେଇକି କହିଲେ ମା ଯମୁନା, ହୁଁ କୃଷ୍ଣ ଯଦି ହେଇଥିବେ ବ୍ରହ୍ମଚାରୀ, ତୁ ଯା ଅପସରି। ହୁଁ
ସେ ଦି ଭାଗେ ପାଣି ହେଇଗଲା, ଏମାନେ ତା ଭିତରେ ବାହାରିକି ଗଲେ। ଆଚ୍ଛା। ଯାଇକି ସେ ଦୁର୍ବାସାଙ୍କ ପାଖେ ତାଙ୍କ ଆଶ୍ରମରେ ପହଞ୍ଚିଲେ। ହୁଁ ଦୁର୍ବାସାଙ୍କୁ କହିଲେ କୃଷ୍ଣ ପଠେଇଛନ୍ତି ଆପଣଙ୍କୁ ଏଇ ଖାଇବା। ହୁଁ ସେ କହିଲେ ମୁଁ ସେ ଖୋଲିଦେଲି, ଏମାନେ ସବୁ ତାଙ୍କୁ ଖାଇବାକୁ ଦେଇଦେଲେ। ହୁଁ ଖାଇବାକୁ ଦେଇଦେଇକି କହିଲେ ବର୍ତ୍ତମାନ ଏମାନେ ଯାଇଛନ୍ତି ପୁଣି ଯମୁନା ଚାରିପା ହେଇଯାଇଛି, ଫେରିବୁ ପୁଣି। ହଁ ଫେରିବେ। ହଁ ଦୁର୍ବାସା କହିଲେ ଯାହା ଗୋପୀ ମାନଙ୍କୁ କହିଲେ ଯାହା ସେଠି କହିବ, ଯଦି ଦୁର୍ବାସା ହେଇଥିବେ ଅନାହାରୀ ହଁ ତାହେଲେ ଯମୁନା ତମେ ଯାଅ ଅପସରି। ହଁ କହିଲେ ଆଜ୍ଞା ଆମେ ତ ନିଜେ ଆମ ହାତରେ ଆପଣଙ୍କୁ ଖାଇବାକୁ ଦେଲୁ, ଖାଇବାକୁ ଦେଲେ, ହଁ ଖୋଇଦେଲି, ପେଟେ ଖୋଇଲ। ଆମେ ହେଲେ ଖାଇବାକୁ କେମିତି ଏ କଥାଟା କହିବୁ ଯେ ସେ ଅପସରି ଯିବେ। ହଁ ନା ହଁ ତମେ ଯାଇ କୁହ, ସେଇଠି ଅପସରି ଯିବେ। ହଁ ଇଏ ଯାଇକି ସେ ଯମୁନା କହିଲେ ଦୁର୍ବାସା କହିଲେ ଯଦି ସେ ହେଇଥିବେ ଅନାହାରୀ ତାହେଲେ ତୁ ଯା ଅପସରି। ହଁ ସେ ଯମୁନା ଦି ଭାଗ ହେଇଗଲା, ସେମାନେ ଆଇଲେ। ହଁ ଆସିଲା ପରେ ଏଥିରୁ କୃଷ୍ଣଙ୍କୁ ଏ କଥାଟା ପଚାରିଲେ, ଆମେ ତ ତମ ସାଙ୍ଗରେ ବର୍ତ୍ତମାନ ଯାହା ଘଟୁଛି ଆମେ ଜାଣିଛୁ, ତମେ ଆମେ ଜାଣିଛୁ। ଆଉ ଦୁର୍ବାସାକୁ ତ ଆମେ ଖାଇବାକୁ ଦେଲୁ, ସେ ନିଜେ ପେଟେ ଖାଇଲେ, ତାପରେ ସେ କହୁଛନ୍ତି ଆମେ ଅନାହାରୀ। ଇଏ ରହସ୍ୟଟା କଣ? ଇଏ ରହସ୍ୟଟା ଟିକେ ଆପଣ ମତେ କୁହନ୍ତୁ। ହଁ ତେଣୁ କୃଷ୍ଣ ଯେତେବେଳେ ଗୋପୀ ମାନଙ୍କୁ କହିଲେ, ହଁ ହଁ କଣ କହିଲେ ମତେ, ମୁଁ ଯାହା ଶୁଣିଛି ସେ ଠିକ ନା ଆପଣଙ୍କୁ ଆଗ ଟିକେ ଶୁଣିବାକୁ ଚାହୁଁଛି ମୁଁ। ନା କୁହନ୍ତୁ ଆପଣ। କୃଷ୍ଣ କହିଲେ ଯେ ତମେ ବ୍ରହ୍ମ କୌଣସି ପ୍ରକାରରେ ସେ ହଉଛି ପୀଡା କରେ ନାହିଁ। ହଁ ତେଣୁ ସେ ସବୁବେଳେ ମାନେ ଚିରନ୍ତନ, ହୁଁ ନିର୍ବିକାର ହୁଁ ଆଉ ରତି ବିହୀନ ବ୍ରହ୍ମ। ହୁଁ ସେମିତି ଦୁର୍ବାସାକୁ ତମେ ଯୋଉ ଖାଇବାକୁ ଦେଲ, ହୁଁ ବ୍ରହ୍ମ ସେ ଖାଦ୍ୟ ଖାଇନି, ନା ସେ ଖାଦ୍ୟ ଖାଇଛି। ହୁଁ ତେଣୁ ସିଏ ତ ବ୍ରହ୍ମ ଖାଇଲେନି, ଏପଟେ ତ ବ୍ରହ୍ମ ହଉଛି ବ୍ରହ୍ମଚାରୀ। ହୁଁ ହୁଁ ବ୍ରହ୍ମ ହଉଛି ଏପଟେ ବ୍ରହ୍ମଚାରୀ, ସେପଟେ ବ୍ରହ୍ମ ହୁଁ ଖାଇନାହାନ୍ତି। ଏଇ କଥା ସତ୍ୟ ନା? ଆଉ ୟା ଦେହରେ କଣ ଗୂଢ ରହସ୍ୟ ଅଛି ବାବା, ଟିକେ ମୁଁ ଆପଣଙ୍କୁ ଶୁଣିବାକୁ ଚାହୁଁଛି। ଗୋଟେଟା କଥା ହଉଛି ଯେ ଆମର ସେଇ ଗୀତା କଥାଟି ଆପଣ ଦେଖନ୍ତୁ, ବ୍ରହ୍ମଣ୍ୟାଧାୟ କର୍ମାଣି ସଙ୍ଗଂ ତ୍ୟକ୍ତ୍ବା କରୋତି ଯ ଲିପତେନ ସ ପାପେନ ପଦ୍ମପତ୍ରମିବାମ୍ବସା। ଯେ ଆପଣ ବ୍ରହ୍ମଙ୍କୁ ଧ୍ୟାନ କରିକିରି ଯିଏ ଯୋଉ କର୍ମ କରେ, ବୁଝିଲେ କି, ପଦ୍ମପତ୍ରରେ ଜଳ ରହିବା ପ୍ରତି ତା ଦେହରେ ପାପଟା ଥାଇଁକି ପୁରା ଗଡ଼ି ପଡ଼େ, ତାଠି ପାପ ଲାଗେ ନା। ତେଣୁ ତମେ ଯୋଉ କଥା କହୁଛ ଯେ ମୁଁ ମାନେ ପାପ କରିଛି ବୋଲିକି, ମୁଁ ସବୁ ଗୋଟେ ବ୍ରହ୍ମରେ ଧ୍ୟାନସ୍ଥ, ବ୍ରହ୍ମରେ ଲୀନ ରହିଛି, ଆତ୍ମସ୍ଥ ମୁଁ। ତେଣୁ ଶାରୀରିକ କୌଣସି ପାପ ମତେ ଲାଗିବ ନାହିଁ। ତମେ ଦେଖୁଛ ମୁଁ ବ୍ରହ୍ମଚାରୀ ନୁହେଁ, କିନ୍ତୁ ପ୍ରକୃତରେ ମୋର ବ୍ରହ୍ମରେ ମନଟା ଧ୍ୟାନ ରହିଛି, ଏବଂ ମୁଁ ହଉଛି ପ୍ରକୃତ ବ୍ରହ୍ମଚାରୀ। ଏଇଟା ସେ ତାଙ୍କୁ ବୁଝେଇଥିଲେ। ତେଣୁ ଗୋଟେ କଥା ହଉଛି, ସବୁଠୁ ଗୋଟିଏ କଥା ହଉଛି, ଆମେ ଯଦି ଆତ୍ମସ୍ଥ ରହିବା, ଆତ୍ମାରେ ଚିନ୍ତନ କରିବା, ସେତେବେଳେ ଆମେ ଯଦି ଗୋଟେ ପ୍ରାଣୀକି ମାରିଦେବା, ତଥାପି ସେ ପ୍ରାଣୀ ଆମକୁ ପାପ ଲାଗିବନି। କାରଣ ହଉଛି ଯେ ମୁଁ ଯଦି ଗୋଟେ ମରିବା ପ୍ରାଣୀକି ବଞ୍ଚେଇ ପାରିବି ଯୋଉ ଦିନ, ସେଇଦିନ ବଞ୍ଚିଥିଲା ପ୍ରାଣୀକି ମୁଁ ଯଦି ମାରିଦିଏ, ମତେ ଆଉ ପାପ ହବନି। ସେ ତାକତ ଆସେ ଯଦି ମୋର ଥିବ, ସେଇ ଷ୍ଟେଜକୁ ଗଲେ ଯାଇକି ମତେ ପାପ ଲାଗିବନି। ସେଇ ଷ୍ଟେଜକୁ ଯଦି ଯାଏ, ମୁଁ ପ୍ରାଣୀ ମାରିଲେ ମଧ୍ୟ ମତେ ପାପ ଲାଗିବନି। କଣ ବୁଝିଲେ ନା? ସେ ଆଜ୍ଞା। ଷ୍ଟେଜକୁ ନଗଲା ପର୍ଯ୍ୟନ୍ତ ଆମକୁ ସେଗୁଡା ସବୁ ପାପ ଲାଗିବ ନା ଆଉ। ତେଣୁ ଗୋଟେ କଥା ହଉଛି, ସେ ସବୁ ବହୁତ କଥା ଆଜ୍ଞା। ହଁ ହଁ, ଆମେ କଣ ଜାଣିଛୁ? ଆମେ ମୂର୍ଖ ଆଜ୍ଞା, ମୂର୍ଖ ଆମେ ତ ଆଜ୍ଞା ମୂର୍ଖଙ୍କ ବୁଝୁଳି ବୋଇଲେ ସୁଦ୍ଧା ତା ବି ଇଏ ହବନି। ଆମେ କଣ ଜାଣିଛୁ ଯେ ଆମର ଭଣ୍ଡାର ସାଗର, ସିଏ ମାତ୍ର ଦୟାର ସାଗର, କ୍ଷମାର ଭଣ୍ଡାର, ତା ପାଇଁ ସବୁ। ଆମେ କୋଉ ଗାଈର ଗୋବର ଆଜ୍ଞା? ଶ୍ରୀ ଦୟାନିଧି ପରମଦେବ ମତେ ସବୁବେଳେ କୁହନ୍ତି, ତୁ ସାଲା ମୂର୍ଖଙ୍କ ବୁକ୍ ଚାବୁଆ। ତମେ ଯୋଉ ମୂର୍ଖଙ୍କ ମୁଖ ହେଲେ ଆଜ୍ଞା ଆପଣ ସେକେଣ୍ଡରେ ରହିବେ। ନା, ମୂର୍ଖ ଠାରୁ ଆହୁରି ମୂର୍ଖ ତୁ। ସେଗୁଡା ଆମେ କଣ ଆଜ୍ଞା ଜାଣିବା? ଆମେ କେହି କଥା ସେଗୁଡା ଗୋଟିଏ କଥା ମୁଁ ଖାଲି ଆପଣଙ୍କୁ ଚାହୁଁଛି ପଚାରିବାକୁ, ଆମେ ଏଇ ପତର ଶାଗୁଣା ହେଇକିରି କଳିଯୁଗରେ ଜନ୍ମ ହେଇକିରି ଆମେ କଣ ପ୍ରଭୁଙ୍କ ଦର୍ଶନ ପାଇପାରିବୁ? ପାଇବା, ଆମେ ନିଶ୍ଚୟ ପାଇବା। ଆପଣ ସେ ଧର୍ମ ରଖନ୍ତୁ, ବୁଝିପାରିଲେ କି? ମତେ କାହିଁ ବିଶ୍ୱାସ ହଉନି, କାହିଁକି ନା ହୁଁ ସାଧାରଣ କଥା ଆପଣ ଦେଖନ୍ତୁ ଆଜ୍ଞା, ଆପଣଙ୍କର ବର୍ତ୍ତମାନ ଗୋଟେ ଗୋଟେ MLA ଆପଣଙ୍କୁ ଚିହ୍ନିନି। ହୁଁ ଆପଣଙ୍କର ଗୋଟେ ରାଜ୍ୟର ଗୋଟେ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଚିହ୍ନିନି। ହୁଁ ଆପଣଙ୍କ ଗୋଟେ ଦେଶର ଗୋଟେ ପ୍ରାଇମ ମିନିଷ୍ଟର ଆପଣଙ୍କୁ ଚିହ୍ନିନି। ନା। ତେଣୁ ବର୍ତ୍ତମାନ ସିଏ ତାର ରୁମ ମୂଳରେ ଗୋଟେ ବ୍ରହ୍ମାଣ୍ଡ। ହୁଁ
ତେଣୁ ସେ କେତେ ବ୍ରହ୍ମାଣ୍ଡର ବର୍ତ୍ତମାନ ହଉଛି ଯେତେବେଳେ ଇଏ ଗଲେ ନାରଦ ଗଲେ ଦେଖିବାକୁ ବ୍ରହ୍ମା ଗଲେ ହଉଛି ଦର୍ଶନ କରିବାକୁ ବିଷ୍ଣୁଙ୍କୁ ହୁଁ ଦ୍ୱାରପାଳକୁ କହିଲେ କହିଲେ ଯାହା କହିବ ଭଗବାନଙ୍କୁ ଯେ ବ୍ରହ୍ମା ଆସିଛନ୍ତି। ହୁଁ ଦ୍ୱାରପାଳ ଯାଇ କହିଲେ ପ୍ରଭୁ ବ୍ରହ୍ମା ଆସିଛନ୍ତି ନା ତାଙ୍କୁ ଯାହା ପଚାରିବ ସେ କୋଉ ବ୍ରହ୍ମା ହଁ ହଁ କଣ ବୁଝୁଛନ୍ତି ଆଜ୍ଞା? ହଁ 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 ତେଣୁ ଇଏ ଯାଇକି ପଚାରିଲେ କହିଲେ ତମେ କୋଉ ବ୍ରହ୍ମା? ବ୍ରହ୍ମା ଆଶ୍ଚର୍ଯ୍ୟ ହେଇଗଲେ ହଁ କହିଲେ କଣ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆମେ ତ ସୃଷ୍ଟି 3 ଜଣ ବିଷ୍ଣୁ ପଚାରୁଛନ୍ତି ମୁଁ କୋଉ ବ୍ରହ୍ମା ବୋଲି। ହୁଁ ହୁଁ ସେଥିରୁ କହିଲେ ଯାହା ତମକୁ କହିବ ବ୍ରହ୍ମା ଆସିଛନ୍ତି ପୁରା ଏଇ ମର୍ତ୍ତ୍ୟ ବ୍ରହ୍ମା ଆସିଛି ହୁଁ ଡାକ ଯାଅ। ହୁଁ ଯେତେବେଳେ ଯାଇକି ପ୍ରଭୁଙ୍କୁ ମୁଣ୍ଡିଆ ମାରିକିରି ହୁଁ ବସିକି ଦେଖିଲା ବେଳକୁ ପ୍ରଭୁଙ୍କ ଚାରିପଟେ ଇଏ 4 ମୁଣ୍ଡିଆ ବ୍ରହ୍ମା ବସିଛନ୍ତି ସଭା ତଳେ। ହୁଁ ତାଙ୍କ ପଛପଟେ କାହାର 7 ମୁଣ୍ଡ କାହାର 8 ମୁଣ୍ଡ କାହାର 10 ମୁଣ୍ଡ କାହାର 100 ମୁଣ୍ଡ ଏମିତି କେତେ ଯେ କେତେ ବ୍ରହ୍ମା ବସନ୍ତି ସେମାନେ। ହଁ ଇଏ କହିଲେ ପ୍ରଭୁ ମୁଁ ବୁଝିଗଲି। ସେମିତି ଆମକୁ ଆଜ୍ଞା ଯଦି ଗୋଟେ ଆମର କନଷ୍ଟିଚ୍ୟୁଟ ର ଗୋଟେ MLA ଆମକୁ ଚିହ୍ନିନି ହଁ ହଁ ଆମେ ତା ପାଖକୁ କେମିତି ପହଞ୍ଚି ପାରିବୁ? ଏତେ ବଡ ସମସ୍ୟା ବିଷମ ସମସ୍ୟା ଇଏ ଆଜ୍ଞା। ହଁ ଇଏ ପରୀକ୍ଷାରେ କାହିଁ ଉତ୍ତୀର୍ଣ୍ଣ ହେଲା ଭଳିଆ କାହିଁ ଆମର ଆଶା ନାହିଁ। ଠିକ ଅଛି ମୁଁ ଆପଣଙ୍କୁ ଗୋଟେ ଛୋଟିଆ କଥା କହୁଛି ଆପଣଙ୍କର ଭ୍ରମ ଦୂର ହେଇଯିବ। ଶୁଣନ୍ତୁ ଜଣେ ମୁଁ ନାଁ କହୁନି ଜଣେ ଗୁରୁଙ୍କର ଶିଷ୍ୟ ଆମ ଆଶ୍ରମକୁ ଆସିଲେ ବୁଝିଲେ ନା। ଆଜ୍ଞା ସେ ଶିଷ୍ୟଟି ଆସିକି କହିଲେ ଆମ ଗୁରୁଙ୍କୁ ରାଷ୍ଟ୍ରପତି ଅମୁକ ପୁରସ୍କାର ଦେଇଛନ୍ତି ହୁଁ ବୁଝିଲେ ନା। ଯେମିତି ଏକଥା କହିଲେ ମୁଁ ତାଙ୍କୁ କହିଲି ମୁଁ କହିଲି ଆରେ ଗୋଟେ କଲେଜ ପିଲାକୁ ଗୋଟେ ଗାଈଆଳ ସାର୍ଟିଫିକେଟ ଦେଲା ଏଇଟା କଣ ବଡ କଥା? କହିଲା କଣ କଲେଜ ପିଲା ଗାଈଆଳ? ମୁଁ କହିନି ତମ ଗୁରୁ ଜଣେ ବ୍ରହ୍ମଜ୍ଞ ଯଦି ହେଇଛନ୍ତି ଯଦି ସେ ସଦଗୁରୁ ହେଇଛନ୍ତି ଜଣେ ସଦଗୁରୁକୁ ଇଏ ରାଷ୍ଟ୍ରପତି ଗୋଟେ ଗାୟାଳ ପିଲା ମଦ ମାଂସ ଖାଉଛି ଚୋରି କରୁଛି ମିଥ୍ୟା କରୁଛି ସିଏ କଣ ସାର୍ଟିଫିକେଟ ଦେଲା ତମ ଗୁରୁଙ୍କୁ? ହୁଁ କଣ ବୁଝିଲା ନା। ମୁଁ ସେଇଠୁ ସେ ଲୋକଟି ପ୍ରକୃତ ବୁଝିଗଲା ହେଲା ନା ଆପଣ ଯାହା କହିଲେ ଠିକ। ମୁଁ କହିଲି ବାସ୍ ଗୋଟେ ସାଧୁ କୁ ଜଣେ ରାଷ୍ଟ୍ରପତି ଯିଏ ଅମୁକ ଏଗୁଡାକ ସବୁ କି ପୁରସ୍କାର ଦେବେ? ସେ କଣ ସେ ସ୍କୁଲରେ ପାଠ ପଢିଛନ୍ତି? ବାସ୍ ଆମେ ମାନେ ଯୋଉ ସ୍କୁଲରେ ହେଲେ ପାଠ ପଢୁଛୁ ଆମ ପରିବାର ଚୋର ଖଣ୍ଡକୁ ପୋଷିବାକୁ ନା ଆଉ। ହଁ ବାସ୍ ତେଣୁ ଆମେ ଯୋଉ ପାଠ ପଢିବା କବି ଆସିଛୁ ଯୋଉ ପାଠ ପଢିଲେ ମୁକ୍ତି ହବ ସେ ପାଠ କିଏ ପଢୁଛି ଆଜ୍ଞା? ବାସ୍ ସେ ପାଠ ସିଏ ନ ପଢିକିରି ସେମାନେ ତେଣୁ ଆମକୁ କଣ ସାର୍ଟିଫିକେଟ ଦେବେ? ସେଇ ପାଠ ଯିଏ ପଢିକିରି ରାଷ୍ଟ୍ରପତି ହେଇଯିବ ସେ ଯାହାକୁ ସାର୍ଟିଫିକେଟ ଦବ ବାସ୍ ସେ ହଉଛି ବର୍ତ୍ତମାନ ସାର୍ଟିଫିକେଟ ପାଇବା ଯୋଗ୍ୟ। ହୁଁ ନା ନାଇଁ ବାପା କହୁନାହାନ୍ତି? ନା ଏଇଟା ତ ସତ। ଯିଏ ଆଜ୍ଞା ଯୋଉ କ୍ଲାସରେ ପାଠ ପଢିଛି ସେ ଧରନ୍ତୁ ଗୋଟେ ମୁଁ କଲେଜରେ ପାଠ ପଢିଛି ଜଣେ କଲେଜର ଲେକ୍ଚରର ମତେ ସାର୍ଟିଫିକେଟ ଦେଇପାରିବେ ତାଙ୍କର ସେ କାପାସିଟି ଅଛି। ଆଉ କିନ୍ତୁ ଦେଖିଲା ବେଳକୁ କଲେଜ ଲେକ୍ଚର ନ ଦେଇକି ଆଉ ଗୋଟେ ସପ୍ତମ ଶ୍ରେଣୀର ଗୋଟେ ସ୍କୁଲ ମାଷ୍ଟର ମତେ ଆସି ସାର୍ଟିଫିକେଟ ଦଉଛି ଲାଭ ଏଟା କଣ ଅଛି? କେମିତି ହବ? ନା ଲାଭ କିଛି ନାହିଁ। ନାଇଁ ନାଇଁ ତେଣୁ ସେଇ ଯୋଉ ସାର୍ଟିଫିକେଟ ମତେ ଖାଲି ଗୋଟେ ସଂକ୍ଷେପରେ କୁହନ୍ତୁ ଆମେ ବର୍ତ୍ତମାନ ତାଙ୍କୁ ପାଇପାରିବା? ଆପଣ ନିଶ୍ଚୟ ପାଇପାରିବେ। ମୁଁ ନିଶ୍ଚୟ ପାଇପାରିବେ। ପୁରା ବିଶ୍ଵ ତୁ ହି ବ୍ୟାପି ରହିଅଛୁ ତୋଠାରେ ବ୍ୟାପିଛି ବିଶ୍ଵ ଏହି ନ ମନ୍ୟ ଭାବ ତ୍ୟାଗ କରି ଦେଖ ତୁ ଜଗତ ଇସ। ଆପଣଙ୍କର ଗୋଟେ ସର୍ଟ ୱେ ଅଛି ବୁଝିଲେ ହଁ ନା ସେ ହଁ ସର୍ଟ ଟା ଆପଣଙ୍କର ପାଇଗଲେ ଆମର ଏତେ ଧନ୍ଦା କିଛି କରିବା ଦରକାର ନାହିଁ। ଏ ସର୍ଟ ବାଟ ଟା ହଉଛି ଯେ ଭକ୍ତି ଆପଣ ଯଦି ଭକ୍ତି ଟାକୁ ଉଦ୍ରେକ କରିପାରିଲେ ଅନ୍ତର ଭିତରୁ କାଟି ଦେଇକି ମୁଁ ଗୋଟେ ଉଦାହରଣ ଦଉଛି ଯେ ଆପଣଙ୍କର ଗାଁ ରେ ଗୋଟେ କୂଅ ଅଛି ବୁଝିଲେ ସେ ଆଜ୍ଞା କୂଅଟା 60 ବର୍ଷ ହେଲା ଅଳିଆ ହେଇଛି। ଆଚ୍ଛା କାଲି ଫାୟାର ଷ୍ଟେସନ ବାଲା ଆସିଲେ ତାକୁ ସଫା କରି ଟିକେ ଫିଟିକିରି ପକେଇଦେଲେ ଆଜ୍ଞା ତାପରେ ଆପଣ ପାଣି ପିଇଲେ ଲୋକ ପଚାରିଲେ କୂଅଟା ଅଳିଆ ହେଇଛି କେତେ ବର୍ଷ ନା 60 ବର୍ଷ। ସଫା ହେଲା କୋଉଦିନ ନା କାଲି ବା ଫାୟାର ଷ୍ଟେସନ ବାଲା ଆସିଲେ ଫିଟିକି ଟିକେ ପକେଇଦେଲେ ସେ ପାଣିଟାକୁ କାଟିକି ସଫା କରିଦେଲା। ଠିକ ସେଇଭଳି ଆପଣଙ୍କ ହୃଦୟ ଭିତରେ ଥିବା କାରଣ ଜଳରେ ଟିକେ ସଦଗୁରୁ ନାମକ ଫିଟିକିରି ଯଦି ପକେଇଦେବେ ସେ କାଟିକି ସାଙ୍ଗେ ସାଙ୍ଗେ ନିର୍ମଳ କରିଦବ। ଆମେ ବୁଝିଲ ନା ସେମିତି ସିନା ଗୁରୁ ସଦଗୁରୁ ସିନା ପାଇଲେ ହବ। ସଦଗୁରୁ ଆପଣ ଯୋଉମାନଙ୍କୁ ସବୁ ଶିଷ୍ୟ ମାନେ ସଦଗୁରୁ କହୁଛନ୍ତି ସେଇମାନେ ସଦଗୁରୁ। ମନେ କରାଯାଉ ମୁଁ ଆପଣଙ୍କୁ କହୁଛି ଯେ ଗୁରୁ ଏମିତି ପରମହଂସ ଆମର ସଦଗୁରୁ। ବାବା ମୁଁ ଗୋଟିଏ କଥା ପଚାରୁଛି ହଁ ଆମେ ଗୁରୁ କାହାକୁ କହିବା ଗୁରୁ ବୋଲି ଗୁରୁ କାହାକୁ କହିବା? ନା ଅନ୍ଧକାର ଭିତରୁ ଯିଏ କାଢିକିରି ଆଲୋକକୁ ନିଏ ତାଙ୍କୁ ଆମେ ଗୁରୁ କହିବା। ବା ଯିଏ ସନ୍ଦେହ ମତନ କରିଛି ସେଇ ହଉଛି ଗୁରୁ। ତେଣୁ ଆମେ ଯୋଉ ଅନ୍ଧକାର ଭିତରେ ରାତିରେ ଅନ୍ଧକାର ଭିତରେ ଯୋଉ ଅନ୍ଧାର ଭିତରେ ଆମେ ଅଛୁ ହୁଁ ସେ ଅନ୍ଧାର ଭିତରୁ ଯିଏ କାଢିକିରି ଆମକୁ ଯିଏ ଆଲୋକକୁ ନେଇଯାଆନ୍ତି ହୁଁ ଏବଂ
ବାଟଟାକୁ ଦେଖାନ୍ତି ତାଙ୍କୁ ଆମେ ଗୁରୁ ବୋଲି ମାନିବା। ସେଇ ଠିକ କଥା କହିଲେ। ତେଣୁ ସେଇ ଗୁରୁ ତ ବର୍ତ୍ତମାନ ଆମେ ମୁଁ ସିନା ବର୍ତ୍ତମାନ ସେଇ ଷ୍ଟେଜକୁ ବା ସେଇ ଲୋକମାନଙ୍କୁ ବା ସେଇ ପର୍ଯ୍ୟନ୍ତ ବର୍ତ୍ତମାନ ପହଞ୍ଚି ମାନେ ପ୍ରକୃତ ଗୁରୁ ଯୋଉମାନେ ଧ୍ୟାନସ୍ଥ ଯୋଉମାନେ ଭଗବାନଙ୍କୁ ଲିପ୍ତ ସେମାନେ ସ୍କେଲିଟନ ହେଇକି ବସିଛନ୍ତି, ହୁଁ ପୁରା ସ୍କେଲିଟନ ହେଇକି ବସିଛନ୍ତି, ଯୋଉମାନେ ଭଗବାନ ତାଙ୍କ ପାଖକୁ ଆସୁଛନ୍ତି, ହୁଁ ତାଙ୍କର ସମସ୍ୟା ଭିତରେ ଡିସ୍କସନ କରୁଛନ୍ତି, ସେ ଚାହିଁଲେ ଭଗବାନ ଆସିପାରିବେ। ହୁଁ ତେଣୁ ବର୍ତ୍ତମାନ ଆମେ ତ ବର୍ତ୍ତମାନ କଣ କି ଶାଗୁଣା ହେଇକିରି ଆମେ ତ ବର୍ତ୍ତମାନ ଖାଲି ମଢ ଖୋଜି ଚାଲିଲୁ, ଖାଲି ଖାଦ୍ୟ ପଛରେ ଅନୁସରଣ କଲୁ। ହୁଁ ତେଣୁ ଆମକୁ ବର୍ତ୍ତମାନ ସେ ବାଟକୁ ବର୍ତ୍ତମାନ ଯଦି ଆପଣ ମୋର ମାନେ ମୁଁ ତ ଆପଣଙ୍କୁ ଦେଖିନି ବାବା, ଆପଣଙ୍କ ପାଖକୁ ଯାଇନି, ଆପଣଙ୍କ ବିଷୟରେ କିଛି ଜାଣିନି, ଆପଣଙ୍କୁ କିଛି ବର୍ତ୍ତମାନ ମୁଁ କିଛି କହିପାରୁନି। ନାଇଁ ଆପଣ ଆସନ୍ତୁ, ଆସନ୍ତୁ ଏଠି କଥାବାର୍ତ୍ତା ହେବା। ଆପଣ କବିର କଥା ଟିକେ ଶୁଣନ୍ତୁ। କବିର କହିଥିଲେ, କହିଲେ ଆମେ ଯେତେବେଳେ ଯୋଉ ମାଟି ହାଣ୍ଡି ସବୁ କିଣନ୍ତି, ବୁଝିଲେ ନା, ସେଇ ମାଟି ହାଣ୍ଡି କି ପ୍ରଥମେ କଣ କରନ୍ତି ନା ଆଣିକି ଆମେ ଆଙ୍ଗୁଳିରେ ଟିଙ୍ଗ ଟିଙ୍ଗ କରି ବଜାନ୍ତି। ଯୋଉ ହାଣ୍ଡି ଟା ଝଣ ଝଣ ହୁଏ ସେଇଟା ହଉଛି ଫଟା, ତାକୁ ଫୋପାଡ଼ି ଦିଅନ୍ତି। ଆଉ ଯୋଉଟା ଟିଙ୍ଗ ଟିଙ୍ଗ ହେଇକି ବାଜେ, ହଁ ଏଇଟା ଭଲ ହାଣ୍ଡି, ଏଇଟାକୁ ଆମେ ନବା। ଠିକ ସେହିପରି ଗୁରୁ କି ଯିଏ ଜାନ କେ ପାନି ପିଜିଏ ଛାନ କେ, ଆପଣ ଆଗେ ଟିଙ୍ଗ ଟିଙ୍ଗ କରିକି ବଜାନ୍ତୁ। ଦେଖୁଛନ୍ତି ବିଷ୍ଣୁର ବାବା କହୁଛନ୍ତି, କଥାଟି ମଧୁର ଲାଗୁଛି, ଭଲ ଆପଣ ଶୁଣୁଛନ୍ତି। ଆପଣ ଯେତେବେଳେ ମଠରେ ଆସିକି ପହଞ୍ଚିଯିବେ, ଦେଖିବେ ସେ ରାତିରେ ମଦ ବୋତଲ ଚୁରା ଧରିକି ବାହାରି ଯାଉଛନ୍ତି। ଆପଣ ଅସଲ ରୂପ ସେତିକି ବେଳେ ଜାଣିବେ ନା ଆଉ। ଠିକ ସେଇଭଳି ପ୍ରକାରର କଥା। ଆଜି ଏକଥା ମୁଁ କହୁଛି ଆପଣଙ୍କୁ, ସବୁ ଗୁରୁଙ୍କ କଥା ବି କହୁଛି, ଆମ ଏ କଳିକାଳ ଯୁଗର ସମସ୍ତଙ୍କ କଥା। ତାଙ୍କର ସବୁ ରୂପ ଗୋଟିଏ, ତାଙ୍କର କାମ ହଉଛି ଭିନ୍ନ ଭିନ୍ନ। କଣ ବୁଝିପାରିଲେ ନା? ତେଣୁ ଆପଣ ଆସନ୍ତୁ, ମିଶୁ ମିଶୁ ମିଶ୍ର, ଆପଣ କିଛି ଦିନ ମିଶାମିଶି କରନ୍ତୁ, ଦୟାନିଧି ପରମେଶ୍ୱରଙ୍କର ତତ୍ଵ ଦର୍ଶନ ଆପଣ ଦେଖନ୍ତୁ। ତାପରେ ଯଦି ମନକୁ ମାନିବ, ଆପଣ ତାକୁ ସଦ୍ଗୁରୁ ବୋଲିକି ତାକୁ ସ୍ୱୀକାର କରିବେ। ଯଦି ନ ମାନିବ, ତାପରେ ଯୋଉମାନେ ନା 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 ନା, ତାର ମାନେ ନୁହଁ ଯେ ଆପଣ ସମ୍ମାନସ୍ପଦ ବ୍ୟକ୍ତି ନୁହଁ ବୋଲି, ସେ କଥା ଭାବନ୍ତୁନି। ନା 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 ନା, ମୁଁ ସେ କଥା କହୁନାହିଁ। ଆରେ ବାପରେ 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 ବାପରେ, ହରି ଓମ ହରି ଓମ ହରି ଓମ, ସେ କଥା ନାହିଁ ସେ କଥା ନାହିଁ, ମୁଁ ସେ କଥା କହୁନି ଆଜ୍ଞା। ମୁଁ ସେଇ କଥା କହୁଛି ଯେ ବର୍ତ୍ତମାନ ଆପଣ ତ ଯେହେତୁ ଭଗବାନଙ୍କୁ ଯୋଉମାନେ ଉପଲବ୍ଧ କରିଛନ୍ତି, ଆମେ ତାଙ୍କ ପାଖରେ ଟିକେ ନାକୁ ଆଶ୍ରିତ, ସେଇ ବାଟରେ ଆମର ଏମଟା ହଉଛି ବର୍ତ୍ତମାନ ଟିକେ ଆଶୀର୍ବାଦ ପାଇବା ପାଇଁ, ଭଗବାନଙ୍କୁ ଟିକେ ହଁ ଦେଖାହବା ହଁ, ପାଇଁ। ଠିକ 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 କଥା। ଆମେ ବର୍ତ୍ତମାନ ଆଉ ଆଜ୍ଞା ଶୁଣନ୍ତୁ ଆଜ୍ଞା, ଯେତେ ଜୀବ ସୃଷ୍ଟି ଭିତରେ ଅଛନ୍ତି, କାହାର ମୁଣ୍ଡ ଉପରକୁ ନାହିଁ, ନା। ମାତ୍ର ମଣିଷର ଅଛି। ହୁଁ ତେଣୁ ମଣିଷର ମୁଣ୍ଡ ଆଜ୍ଞା ସିନା ଉପରକୁ ଅଛି, ହୁଁ କିନ୍ତୁ ସେ ପଶୁ ଠାରୁ ହୀନ ହେଇସାରିଲେଣି, ସମସ୍ତଙ୍କ ମୁଣ୍ଡ ତଳକୁ ହେଇସାରିଲେଣି। ନିଶ୍ଚିନ୍ତ ନିଶ୍ଚିନ୍ତ। ବର୍ତ୍ତମାନ କାହିଁକି ହୁଁ ନା ଯେତେବେଳେ ବର୍ତ୍ତମାନ ଆତ୍ମା ହୁଁ ମାର ମାତୃ ଗର୍ଭରେ ବର୍ତ୍ତମାନ ନାଡି ଖଞ୍ଜା ହେଲା, ମା ର ଖାଦ୍ୟ ସେ ଖାଇଲା, ପଞ୍ଚମ ମାସରେ ନାଡି ତାକୁ ଖଞ୍ଜିଲେ, ହଁ ହଁ ହଁ। ସେ ତାର ସେତିକି ବେଳେ ସେ ମା ଠୁ ଖାଦ୍ୟ ଖାଇଲା। ହୁଁ ହୁଁ ଏବଂ ମା ପଞ୍ଚମ ମାସ ଭିତରେ ଯେତେବେଳେ ପ୍ରଥମ ମାସରେ ଯୋଉ ଧବଳ ବର୍ଣ୍ଣ ହେଇକି ମା ପେଟରେ ରହିଲା, ମା ପେଟରେ ଯୋଉ ଭଳିଆ ଜୀବାଣୁ ଯୋଉ ଅଛନ୍ତି, ହୁଁ ସେ ଜୀବାଣୁ ଗୁଡାକ ସେଗୁଡାକ ସବୁ ଖପ ଖପ କି ତାକୁ ସବୁ କାମୁଡି ପକେଇଲେ ଆଜ୍ଞା। ହୁଁ ହୁଁ। କାମୁଡିଲା ପରେ ସେ ଖାଲି ଛଟପଟ 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 ହେଲା। ହଁ, କୁର୍ମି କୀଟ ଭକ୍ଷଣ କରୁଥିଲେ। ଛଟପଟ ହେଲା, ହୁଁ ତାପରେ ସେ ଗୋଟେ କଦଳୀ ସଦୃଶ୍ୟ ହେଲା 3 ମାସରେ। ହୁଁ ତାପରେ ବର୍ତ୍ତମାନ ତାକୁ ପଞ୍ଚମ ମାସରେ ପ୍ରଭୁ ଦେଖା ହେଲେ। ହୁଁ ହୁଁ। ପ୍ରଭୁ ଦେଖା ହେଇକି ତାକୁ ସବୁ କଥା ମନେ ପକେଇଲେ। ହୁଁ ତାପରେ ମା ର ନାଡିକି ତା ନାଡିରେ ତାକୁ ଗୁନ୍ଥି ଦେଇକି ପଳେଇଲେ। ହୁଁ ସେଠୁ କହିଲେ ଯେ ତୁ ଏଠି ବସିକିରି କେବଳ ମୋରି ନାଁ ଟାକୁ ଜପ। ହୁଁ ତେଣୁ ମା ର ମୁମେଣ୍ଟିଂ ରେ ସେ ମୁମେଣ୍ଟ ହଉଛି ଗନ୍ଧ ଭୂତ ମଳ ମୂତ୍ର ଗନ୍ଧ ପୂତ ଚାରିପଟ ଯାକ ଘେରିକି ଅଛି। ହୁଁ ସେ ତା ଭିତରେ ପଡି ରହିଛି ଏବଂ ପ୍ରଭୁଙ୍କୁ ସବୁବେଳେ ଡାକ ପକେଇଛି ପ୍ରଭୁ ମତେ ରକ୍ଷା କର ରକ୍ଷା କର ଉଦ୍ଧାର କର ହରେ କୃଷ୍ଣ ହରେ ରାମ ଜପି ଚାଲିଛି। ହୁଁ 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 10 ମାସ ଯେତେବେଳେ ହେଲା କହିଥିଲି ସେ ସେତେବେଳେ ଉଦ୍ଧାର ହେଲା। କିନ୍ତୁ ଗଲା ବେଳକୁ ପ୍ରଭୁ ପୁଣି କାଳକୁ ଦେଖାଇଛନ୍ତି କାଳ ବି ତପସ୍ୟା କରୁଥିଲା। ହୁଁ କାଳ କହିଲା କିରେ କଣ ନାରେ ମତେ ପ୍ରଭୁ ଗୋଟେ ବର ଦିଅନ୍ତୁ ନା ମାଗେ। ଯେତେ ଜୀବ ଅଛନ୍ତି ସମସ୍ତେ ମୋ କଣ୍ଟ୍ରୋଲ ଭିତରକୁ ଆସିବେ ତାରେ ପାଗଳ ନା କଣ ମତେ ଯିଏ ଜପିବ ଆପଣଙ୍କୁ ଯିଏ ଜପିବ ମୁଁ ତାକୁ ଛୁଇଁ ପାରିବିନି। ହୁଁ ତେଣୁ ଜୀବ ଯେତେବେଳେ 10 ମାସରେ ମା ର ତଳେ ପଡିକି ଭୂମିଷ୍ଠ ହେଇଯାଉଛି ସେତେବେଳେ କାଳ ତାକୁ ଧରି ପକେଇଲା। ହୁଁ କାଳର କଳାୟତ ଭିତରକୁ ଯିଏ ଚାଲିଗଲା ଆଜ୍ଞା ସିଏ ଆଉ ଇଆଡେ ଛୁଇଁ ପାରିବନି। ହୁଁ ହୁଁ ତେଣୁ ଆମେ ତ କାଳର କବଳତା ଭିତରେ ଆମେ ପଡି ରହିଛୁ ଆମେ ବର୍ତ୍ତମାନ ସେ ମାର୍ଗ ପାଇପାରୁନୁ। ଆମେ କାଳ ଆମକୁ ଏଇଭଳିଆ ଝାମ୍ପିକି ଧରିଛି ମାନେ ଚିଲର ଛଞ୍ଚାଣର ଯୋଉ ଝାମ୍ପ ସେଇ ଝାମ୍ପ ଭିତରେ ଯୋଉ ଆମକୁ ପକେଇଛି ଆମେ ତାକୁ ଚାରିପଟୁ ଯୋଉ ଏତିକି ବତର ସମସ୍ୟା ଭିତରେ ପକେଇ ଦେଇକରି ଘାଣ୍ଟୁଛି ଭଁର ଯେମିତି ପାଣିରେ ଭଁର ଯେମିତି ଗୁଡେଇ ହୁଏ ତା ଦେହରେ ସିନା ଭଁର ଭିତରୁ ବାହାରିଲେ ସିନା ଆପଣ ବର୍ତ୍ତମାନ ବଚିବେ।
ଫଳ ତ ଚାରିପଟ ବୁଲେଇଛି ପାଣି ଭିତରେ, ଆପଣ ବଚିବେ କେମିତି? ସେଇ କଥା ବର୍ତ୍ତମାନ ହଉଛି ମୁଖ୍ୟ କଥା। ଏବଂ ସେଇଥିପାଇଁ ସେଇ ମାର୍ଗକୁ ପାଇବାକୁ ଗଲେ ଆପଣ ମାନଙ୍କ ଭଳିଆ ବର୍ତ୍ତମାନ ଦିଗଦର୍ଶନ ବାବା ମାନଙ୍କ ସାଧୁସନ୍ଥ ମାନଙ୍କର ମାନେ ସେଇଭଳିଆ ଆଶୀର୍ବାଦ ନହେଲେ ଆପଣ ପାଣିର ଭରରୁ ବାହାରି ପାରିବେ ନାହିଁ। ଏଇଟା ଆଜ୍ଞା ମାନେ ମୋର ମୂର୍ଖ ହିସାବରେ ବୁଝିବା କଥା। କିନ୍ତୁ ସେ ଯୋଉ ବର୍ତ୍ତମାନ ଭଅରରୁ କାଢିବାକୁ ହେଲେ ତାର ଯୋଉ ପାଣିର ଭିତରେ ଯୋଉ କୀଟ ପତଙ୍ଗ ମାଛ ସବୁ ଅଛନ୍ତି ତିମିଠୁ ମଗର ପର୍ଯ୍ୟନ୍ତ, ଇଏ ମାଛ ସବୁ କଣ ନା ଇଏ ସଂସାର ରୂପକ ପାଣି ଭିତରେ ଭଅର ରୂପକ ବର୍ତ୍ତମାନ ଜଳ ଭିତରେ ବର୍ତ୍ତମାନ ଏଇ ଜୀବ ରୂପକ ମଣିଷକୁ ଏଇ ଯୋଉ ପରିବାର ଭିତରେ ଯୋଉ ମାଛ କୀଟ ପତଙ୍ଗ ସବୁ ଘେରିକି ରହିଛନ୍ତି, ତା ଦେହରୁ ବାହାରିବେ ସେମାନେ। ସେ ଆମର ଗୋଟେ ବକଟେ ଟିକି ବହି ବକଟେ ଲେଖିଛି, ସେ ବହିଟି ନାଁ ହେଲା କଳି କିଶୋର। ଆଜ୍ଞା ସେ ବହିରେ ଆପଣଙ୍କ କଥା ଅନୁସାରେ ମୁଁ ପଦେ କହୁଛି। କୁମ୍ଭୀର ବେଡେ ଭବ ଜଳେ କେଶରୀ ଜଗେ ସିନ୍ଧୁ କୂଳେ, କାଳ ଭୁଜଗ ବୁଦ୍ଧି ଗ୍ରାସେ କଙ୍କି ନ ଛାଡେ ଲୋଭ ବସେ। ବୁଝିଲେ ନା? ତେଣୁ ଆଜ୍ଞା ଆମେ ବାହାରିକି ସେଠୁ ଆସିବା ବଡ କଠିନ, ଆସିପାରୁନାହାନ୍ତି। କିନ୍ତୁ ତା ଭିତରେ ସରଳ ସୂତ୍ର ରହିଛି। ବୁଝିଲେ? ସରଳ ସୂତ୍ର ଅଛି, ସରଳ ସୂତ୍ର ଅଛି, ଜିନିଷ ଅଛି। ଆପଣ ମୋ ତ ବର୍ତ୍ତମାନ ଏତେ ମାନେ କାହା ସାଙ୍ଗେ ମିଶିନି ଆଜ୍ଞା। କୌଣସି ସାଧୁସନ୍ଥଙ୍କ ସାଙ୍ଗେ ସଂସ୍ପର୍ଶରେ ଆସି ମୁଁ କୌଣସି ବର୍ତ୍ତମାନ ମୁଁ ସମସ୍ତଙ୍କୁ ବର୍ତ୍ତମାନ ହେଇଛି ମାନେ ଯେତେ ସାଧୁସନ୍ଥ ମାନେ ଦେଖୁଛନ୍ତି ବର୍ତ୍ତମାନ ବାହାରୁଛନ୍ତି, ବର୍ତ୍ତମାନ ସେ ତ ସବୁ ବର୍ତ୍ତମାନ ଡୁପ୍ଲିକେଟ ବାହାରୁଛନ୍ତି। ବହୁତ ଡୁପ୍ଲିକେଟ। ତେଣୁ ଆଉ ଯଦି ଆପଣ ବର୍ତ୍ତମାନ ଆମକୁ ଇଏ ଯୋଉ ମାନେ 60 ବର୍ଷର ମଇଳା ପାଣି ଭିତରୁ ଯଦି ଆପଣ ଟିକେ ନାକୁ ବ୍ଲିଚିଂ ପକେଇକିରି ତାକୁ ବର୍ତ୍ତମାନ ସଫା କରିପାରିବେ, ନା ସେ ବ୍ଲିଚିଂ ପାଉଡର ଅଛି। ଆପଣ ନିଶ୍ଚୟ ସେ ବିଶ୍ୱାସ ରଖନ୍ତୁ, ସେ ବ୍ଲିଚିଂ ପାଉଡର ଅଛି, ପକେଇଦେଲେ ଅଟୋମେଟିକ ପାଣି ନିର୍ମଳ ହେଇଯିବ। ଆପଣ ସେଥିପାଇଁ ବା ସେ କହିଲା ଆରେ ଯେ ମତେ କରେଇ ଆସ ମୁଁ ତାର କରେ ସର୍ବନାଶ। ବନାସ ତାପରେ ଯିଏ କରେଇ ଆସ ମୁଁ ତାର ଦାସାନୁ ଦାସ। ମୁଁ ଏଇ ଲୋକମାନଙ୍କୁ ସବୁ କହିବେ ହଁ ମୁଁ ମୋର ଆଜ୍ଞା ମନେ ପଡିଯାଉଛି ତ ସବୁ କଥା ଆପଣ କହିଲା ବେଳକୁ ଏଇ କଥାରେ। ଆଜ୍ଞା ଦିନ 11ଟା ବେଳେ ମୁଁ ଗୁରୁ ବସିଛନ୍ତି ପଲଙ୍କ ଉପରେ, ମୁଁ ତାଙ୍କ ତଳେ ସେ ଘରଟାକୁ ଖରକୁଛି। ଖରିକିଲା ବେଳକୁ ସିଏ ଗୋଟେ ବୁଜୁଳି ଭିତରୁ ଖାତା ପତ୍ର କାଢିକି ଗୋଟେ ଖାତା ପତ୍ର ସିଏ ତାଙ୍କର ବସିକି ଦେଖୁଛନ୍ତି। ତତ୍ତ୍ୱ ଜିନିଷ ଖାତା ପତ୍ର ସବୁ ଦେଖୁଛନ୍ତି। ମୋର ତ ପ୍ରବଳ ଆଗ୍ରହ ସେ ସବୁ ଜିନିଷ ଦେଖିବା ପାଇଁ। ଗୁରୁଦର୍ଶନ ପାଇଁ ମତେ ଗୋଡଉଛନ୍ତି ଦେଖଉନାହାନ୍ତି। ସିଏ ଯେମିତି କାଢିଲେ ମୁଁ ଟିକେ ତାକୁ ଦେଖିଦେଲି। ସେ ଟିକେ କରୁଛନ୍ତି ଦେଖିଦେଲି। ଦେଖି ସାରିଲା ପରେ ସିଏ କାଢିଛନ୍ତି ମୋରି ପାଇଁ, ସେ ଗୋଟେ ଏମିତି କାମ ମୁଣ୍ଡ ଭିତରେ ପଶିଗଲା ଯେ ଗଣେଶ ଆଉ ମହାଦେବ ତାଙ୍କ ଭିତରେ ସମ୍ପର୍କ କଣ ମୋ ମୁଣ୍ଡରେ ପଶୁନି। କିନ୍ତୁ ସେଇ ସମ୍ପର୍କଟା ମୁଁ ଜାଣିଲେ ମୋର ଏ ତତ୍ତ୍ୱ କଥାଟା ଖୋଲିଯିବ। ମୁଁ ସେଠି ଚିନ୍ତା କରୁଛି, ମୁଁ ଖରୁକୁଛି ଚିନ୍ତା କରୁଛି ଗଣେଶ ମହାଦେବଙ୍କ ଭିତରେ ସମ୍ପର୍କ କଣ? ସଙ୍ଗେ ସଙ୍ଗେ ସେଇଠୁ ମତେ ଅନେଇ ଦେଇକି ସେଠୁ ହସିଦେଲେ। ଆ ଗଣେଶ ବା ମହାଦେବଙ୍କ ପୁଅ। ମୁଁ ଏ କଥା ତାଙ୍କୁ କହିନି, ମୋର ମନେ ମନେ ଭାବୁଛି। ସେ ପାଟିରେ କହିଲେ ଗଣେଶ ବା ମହାଦେବଙ୍କ ପୁଅ। ଆପଣ ବିଶ୍ୱାସ କରିବେନି, ଯେମିତି ଗୋଟେ ସୁଡ଼ଙ୍ଗ ଭିତରେ ଯେ ଗୋଟେ ଥିଲା କବାଟ ପଡିଥିଲା, ସେ କବାଟ ଆମର ଖୋଲିଗଲା। ଏମିତି ଖୋଲିଗଲା, ସେଇଠୁ ମତେ କହୁଛନ୍ତି ଆରେ ଶାଲା ତୁ କଣ ଆକୁ ଦେଖିଲୁ? ମୁଁ କହିଲି ଆଜ୍ଞା ମୁଁ ତ ଖରକୁଥିଲି ନଜରଟା ପଡିଗଲା ଆଉ। ନା ତତେ ଆଜି ମୁଁ ବ୍ରହ୍ମ ଅଭିଶାପ ଦଉଛି, ତୋର ସର୍ବସ୍ୱ ଧ୍ୱଂସ ହେଇଯାଉ। କଣ ବୁଝିପାରିଲେ ନା? ହଁ ଯେମିତି ସେ ଏ କଥାଟା କହିଲେ, ମୁଁ ତାଙ୍କ ଗୋଡ ତଳେ ଟିକେ ଜୁହାରଟି ହେଲି, ଖରିକି ମୋର ଇଆଡେ ମୋର ବାହାରକୁ ପଳେଇ ଆସିଲି। ମୁଁ କହିଲି ଯାହା ହଉ ମୋର ଏଇଟା ମତେ ଆଜି ଆଶୀର୍ବାଦ ମିଳିଲା। ଯେ ହଁ ସର୍ବସ୍ୱ ଧ୍ୱଂସ ହେଇଯାଉ ମାନେ ମୋର ବୋଲିକି ଯାହା ଅଛି ସେଗୁଡା ସବୁ ଧ୍ୱଂସ ହେଇଯାଉ। ହୁଁ ସିଏ ଚାଲିଗଲା ବେଳେ, ବସିଲା ବେଳେ, ଉଠିଲା ବେଳେ ସେ ସବୁବେଳେ ଗୋଟେ ଗୋଟେ ପଦେ କଥା କୁହନ୍ତି। ଦିନେ କହିଲେ ଆରେ ତୁ ତ ଉଦାସ ପ୍ରକୃତିର, ଆଉ ତୁ ତ୍ୟାଗୀ ହ। ସିଦ୍ଧ ବାକ୍ୟ ଯେତେବେଳେ ସେ ଯାହା କହିଛନ୍ତି ସେ ସବୁ ହଉଛନ୍ତି ଠିକ କଥା। ସିଦ୍ଧ ପୁରୁଷ ଏବେ ଅଛନ୍ତି ଆଜ୍ଞା, ସେ ନାହାନ୍ତି କାହିଁ, ସେ ଅଛନ୍ତି ଏ ବାୟୁମଣ୍ଡଳରେ ସେ ଘୁରି ବୁଲୁଛନ୍ତି। ପ୍ରମାଣ ବି ଲୋକ ପାଇଲେଣି ଏଠି ଅଛି। ଲୋକ ବି ବହୁତ ଏଇ ଯୋଉ ୟୁଟ୍ୟୁବରୁ ଦେଖିକି ସିଏ ମଧ୍ୟ ମତେ ଫୋନ କରି କହିଲେଣି ଛାଡିବି ଗୋଟେ ଏପିସୋଡ ଆପଣ ଦେଖିବେ। ସେ ସ୍ତ୍ରୀ ଲୋକଟି କାନ୍ଦୁଛି ଯେ ଦୟାନିଧି ପରମହଂସ ମୋ ଘରକୁ ଆସିକି ପହଞ୍ଚିଛନ୍ତି, କହୁଛନ୍ତି ଯାଉନୁ ତୁ ବିଷମର ପାଖକୁ, ତୋ ପ୍ରଶ୍ନର ଉତ୍ତର ଦେବେ ସେ ପଚାରିବେ। କଣ ବୁଝିପାରିଲେ ନା? ଆଜ୍ଞା ଏମିତି ମଧ୍ୟ ବହୁତ ଲୋକ 4-5 ଜଣ ଲୋକଙ୍କ ପାଖରୁ ମୁଁ ପାଇଲିଣି ଖବର। ସେମାନେ ସବୁ ଗୋଟେ ଆପଣ ଭଳି ଭଦ୍ର ବ୍ୟକ୍ତି ଜଣେ କାନ୍ଦୁଛନ୍ତି ବୋ ବୋ କି ସେ କହୁଛନ୍ତି, କହିଲେ କାଲି ରାତିରେ
ଆସିକି ପହଞ୍ଚି ଯାଉଛନ୍ତି ଯେ କବାଟ ବିଷମର ବାବା ଯାଇକି ମୋ ଘରକୁ ପହଞ୍ଚନ୍ତି। ମୁଁ କହିଲି ଆପଣ ଆସିଲେ କାହିଁକି? ନା ମୁଁ ଆସିଲି ଟିକେ ତୋତେ ଦେଖିବା ପାଇଁ। ତାମାନେ ଏଇଭଳି ଯେ ଏଠି ଯୋଉ ସତନାମ ଏବଂ ଗୁରୁଙ୍କର ଯୋଉ ଉର୍ଜା ଏ ଜାଗା ଉପରେ ଅଛି, ଲୋକମାନେ ଯେତେ ଦୂରରେ ଥିଲେ ମଧ୍ୟ ମୋବାଇଲରେ ଯେମିତି ତରଙ୍ଗ ଯାଉଛି ତାଙ୍କ ପାଖରେ ପହଞ୍ଚି ଯାଉଛି। ମୁଁ ତ ବଡ ଆଶ୍ଚର୍ଯ୍ୟ, ମୁଁ ନେଇ ପ୍ରଭୁ ଏତେ ବଡ ମହିମା ତୋର, ମୁଁ ବି ସେଟା ଜାଣିକି ଆଶ୍ଚର୍ଯ୍ୟ ହେଇଯାଉଛି। ଆଜ୍ଞା ଆଜ୍ଞା, ମୁଁ ଫେରିଲା ବେଳକୁ ଆପଣଙ୍କୁ ଫୋନ କରି ଯିବି ଆଉ। ହଁ। ରହିଲେ ପ୍ରଣାମ ଆଜ୍ଞା।